ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନ ମଧ୍ୟ ବହୁତ ଖାଲି ସିଟ୍ ଅଛି। ସବୁ ଭାଇ ଭଉଣୀମାନେ ଯେମିତିକି ଏକାଠି ଆସିକି ଉପାସନା କରିବେ ସେମିତି ମୁଁ ପ୍ରାର୍ଥନା କରୁଛି। ଜୁମ୍ରେ ଆପଣମାନଙ୍କୁ ମୁଁ ଭଲରେ ଦେଖିପାରୁଛି ଆଉ ଜଣେ ଜଣ ଭାଇ ଭଉଣୀଙ୍କର ମୁହଁ ଦେଖିପାରୁଥିବାରୁ ମୁଁ ବହୁତ ଧନ୍ୟବାଦୀ ଅଟେ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ପାଇଁ ସେମାନେ ବହୁତ କଷ୍ଟରେ ଅଛନ୍ତି। କିନ୍ତୁ ତୁମେ ଆମମାନଙ୍କୁ ଆଶା ଦେଇଥିବାରୁ ଆମେ ଯୀଶୁଙ୍କୁ ବହୁତ ଧନ୍ୟବାଦ ଦଉ। ଆଜି ଆମେ ଯୋହନ 11 ପର୍ବର ବାକ୍ୟ ପଢିବା। ଯୋହନ 11 ପର୍ବ 17 ପଦରୁ ଆମେ ପଢିବା। 11 ପର୍ବର 17 ପଦ ଆପଣ ମାନେ ଖୋଲନ୍ତୁ। ଯଦି ଆପଣ ବାକ୍ୟ ଖୋଲିଲେ ମୁଁ ପଢିବି। ଯୀଶୁ ପହଞ୍ଚି ଶୁଣିଲେ ଯେ ସେ 4 ଦିନ ହେଲା ସମାଧିରେ ରଖାଗଲାଣି। ବେଥାନିଆ ଜେରୁସାଲେମ ନିକଟରେ ଥିଲା, ପ୍ରାୟ 1 କୋଶ ଦୂର। ଆଉ ଜିହୁଦୀ ମାନେ ମଧ୍ୟରୁ ଅନେକ ମାର୍ଥା ଏବଂ ମରିୟମକୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ। ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ ତାହା ହେଲେ ମୋର ଭାଇ ମରି ନଥାନ୍ତା। କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ ଈଶ୍ୱର ତାହା ଯେ ଆପଣଙ୍କୁ ଦେବେ ଏହା ଏବେ ସୁଦ୍ଧା ମୁଁ ଜାଣେ। ଯୀଶୁ ତାଙ୍କୁ କହିଲେ, ତୁମ୍ଭ ଭାଇ ପୁଣି ଉଠିବ। ମାର୍ଥା ତାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ ଏହା ମୁଁ ଜାଣେ। ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ପୁଣି ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି କେବେ ମରିବ ନାହିଁ। ଏହା କଣ ବିଶ୍ୱାସ କରୁଅଛ? ସେ ତାହାଙ୍କୁ କହିଲେ, ହଁ ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କର ପୁତ୍ର ସେହି ଖ୍ରୀଷ୍ଟ ଏହା ମୋର ବିଶ୍ୱାସ। ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମକୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି। ଏହା ସେ ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ। ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ ସେ ସ୍ଥାନରେ ସେହି ପର୍ଯ୍ୟନ୍ତ ସେ ଥିଲେ। ଅତଏବ ଯେଉଁ ଯିହୁଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମକୁ ଶୀଘ୍ର ଉଠି ବାହାରି ଯିବାର ଦେଖି ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ। ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣରେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ ତାହା ହେଲେ ମୋ ଭାଇ ମରି ନଥାନ୍ତା। ଅତଏବ ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୁଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଉତ୍ତେଜିତ ହେଲେ। ପୁଣି କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ଦୃଢ ସଂକଳ୍ପରେ ପଚାରିଲେ, ତାଙ୍କୁ କେଉଁଠାରେ ରଖିଅଛ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ। ଯୀଶୁ କାନ୍ଦିଲେ। ସେଥିରେ ଯିହୁଦୀମାନେ କହିଲେ, ଦେଖ ସେ ତାଙ୍କୁ କିପରି ସ୍ନେହ କରୁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ ସେ କଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନଥାନ୍ତେ? ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ। ତାହା ଗୋଟିଏ ଗୁହା, ପୁଣି ତାହା ମୁହଁରେ ଗୋଟିଏ ପଥର ଥିଲା। ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇ ଦିଅ। ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ 4 ଦିନ ହେଲା ମଲାଣି। ଯୀଶୁ ତାଙ୍କୁ କହିଲେ, ଯଦି ତୁମେ ବିଶ୍ୱାସ କର ତାହା ହେଲେ ଈଶ୍ୱରଙ୍କ ମହିମା ଦେଖିବ। ଏହା କଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇ ଦେଲେ। ଆଉ ଯୀଶୁ ଊର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ ଏହା ମୁଁ ଜାଣିଥିଲି, କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଅଛନ୍ତି ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି। ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜର ବାହାରି ଆସ। ମୃତ ଲୋକଟି ବାହାରି ଆସିଲେ। ତାଙ୍କ ହାତ ଓ ପାଦ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡା ହୋଇଥିଲା। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ। ଧନ୍ୟବାଦ। ଆମର ଯିଏ ଟ୍ରାନ୍ସଲେସନ କରୁଛନ୍ତି ସେ ସାମୁଏଲ କୋପାଷ୍ଟର, ସେ ଇଂଲିଶ ମଧ୍ୟ ଭଲରେ ଜାଣିଛନ୍ତି, ଫ୍ରେଞ୍ଚ ମଧ୍ୟ ଜାଣିଛନ୍ତି, ସେଥିପାଇଁ ତାଙ୍କୁ ବ୍ୟବହାର କରିବା ଅତି ସହଜ। ଆଉ ତାଙ୍କର ବାପା ହଉଛନ୍ତି ଜଣେ ମିଶନାରୀ, ଆଉ ତାଙ୍କ ବାପାଙ୍କ ସହିତ ସେ ରହୁଥିଲେ, ସେଥିପାଇଁ ସେ ଫ୍ରେଞ୍ଚ ଆଉ କୋରିଆନ ମଧ୍ୟ ଜାଣିଛନ୍ତି ଆଉ ଇଂଲିଶ ମଧ୍ୟ ଜାଣିଛନ୍ତି। ପାଷ୍ଟର ସାମୁଏଲ ଇଂଲିଶ ଭଲ କହନ୍ତି। ଆଉ ତାପରେ ଆମର ଯେତେବେଳେ ବାଇବଲ କନଫରେନ୍ସ ହବ ସେତେବେଳେ ପାଷ୍ଟର ପାଗବାଙ୍ଗୱନ ଆସିବେ। ଆଉ ସେ ଗତକାଲି ଆସିଲେ, କିନ୍ତୁ ସେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ଆଉ ଯଦି ବାବେଲ ଟାୱାର ନଥାନ୍ତା ତାହେଲେ ଆମେ ଏଇ ବିଦେଶୀ ଭାଷା ସବୁ ଶିଖିବାର ଆବଶ୍ୟକ ନଥିଲା। ଆଉ ସେମାନେ ଯେତେବେଳେ ସେ ବାବେଲ ଟାୱାର ନିର୍ମାଣ କଲେ ଲୋକମାନେ, ସେଥିପାଇଁ କି ଆମେ ମାନେ ଭିନ୍ନ ଭିନ୍ନ ଭାଷା ଆମକୁ ଶିଖିବାକୁ ପଡୁଛି। କିନ୍ତୁ ଆମେ ମାନେ ବହୁତ ଧନ୍ୟବାଦୀ ଅଟୁ ଯେ ଆମେ ଇଂଲିଶରେ ବି କହିପାରୁଛୁ ଆଉ ଅନ୍ୟ ଭାଷା ବି ମଧ୍ୟ ଆମେ ଜାଣିଛୁ। ମୋର ପୁଅକୁ ଯେତେବେଳେ ମୁଁ ବଢଉଥିଲି ମୁଁ ତାଙ୍କୁ କହିଲି, ଆଉ ସେ ଯେତେବେଳେ ଆମେରିକାକୁ ଯାଇକି ପଢୁଥିଲେ, ମୁଁ ଗୋଟେ ଦିନ ତାଙ୍କ ପାଇଁ କାର କିଣିଦେଲି, କାରଣ ତାଙ୍କୁ କାର ଦରକାର ଥିଲା। ମୋର ବେଶୀ ଟଙ୍କା ଥିଲେ ମୁଁ ତାଙ୍କ ପାଇଁ ଭଲ କାର କିଣି ଦେଇଥାନ୍ତି।
ମୁଁ ସବୁଠୁ କମ ଦାମରେ ଯଦି କାର କିଣି ଦଉଛି ମୋ ପୁଅ ପାଇଁ, ତାହେଲେ ମୋ ପୁଅ କଣ ଭାବିବ ସେ ବିଷୟରେ ମୁଁ ଚିନ୍ତା କଲି। ମୋ ପୁଅ ଚିନ୍ତା ଯିବା ମାନେ ଆମେରିକାକୁ ଯିବା ପୂର୍ବରୁ ମୁଁ ସେମିତି ଚିନ୍ତା କରିଥିଲି। ଆଉ ତାଙ୍କର ସାଙ୍ଗମାନେ କଣ କହିବେ, ମୋ ବାପାଙ୍କର ବେଶୀ ଟଙ୍କା ସେଥିପାଇଁ ମୋ ପାଇଁ ଭଲ କାର ସେ କିଣିଦେଲେ। ମୁଁ ମୋ ପୁଅକୁ କହିଲି, ଯଦି ମୁଁ ବେଶୀ ଟଙ୍କା ରୋଜଗାର କରିବି, ମୁଁ କଣ ମୋ ପୁଅକୁ ସନ୍ତୁଷ୍ଟ କରିପାରିବି? ମୋ ପାଖରେ ଯଦି ବେଶୀ ଟଙ୍କା ଅଛି, ମୋ ପୁଅକୁ କଣ ସନ୍ତୁଷ୍ଟ ମୁଁ କରିପାରିବି? ମୁଁ ଏଇ ପ୍ରକାର ଚିନ୍ତା କରିଥିଲି। ଯଦି ମୋ ପୁଅର ଅଭିଳାଷ ବେଶୀ ଅଧିକ ଅଛି, ତାହେଲେ ମୁଁ ଯେତେ ରୋଜଗାର କଲେ ବି ମୋ ପୁଅର ସେ ଅଭିଳାଷକୁ ମୁଁ ସନ୍ତୁଷ୍ଟ କରିପାରିବିନି। ଆଉ ଯଦି ମୋ ପୁଅକୁ ମୁଁ ଶିଖେଇବି କେମିତି ସେ ସେଲ୍ଫ କଣ୍ଟ୍ରୋଲ ଶିଖିବ, ତାହେଲେ ସେ ଯାହା ବି ପାଇବ ସେ ବିଷୟରେ ସେ ଖୁସି ହବ, ଧନ୍ୟବାଦୀ ହବ ବୋଲି ମୁଁ ଏଇ ପ୍ରକାର ହୃଦୟ ପାଇପାରିଥିଲି। ଆଉ ସାନ ବେଳଠୁ ମୋ ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ମୁଁ ତାଙ୍କୁ ତାଲିମ ଦେଇଥିଲି। କାହିଁକିନା ଏଇ ଜଗତରେ ସେମାନେ ଯେତେବେଳେ ବଞ୍ଚୁଛନ୍ତି, ସବୁବେଳେ ସମସ୍ତ ବିଷୟରେ ସେମାନେ ସନ୍ତୁଷ୍ଟ ହେଇପାରିବେନି। ଆଉ ବେଳେ ବେଳେ ଯଦି ସେମାନେ କହୁଛନ୍ତି ଆଇସ୍କ୍ରିମ କି କିଛି ଚିପ୍ସ କିଣିଦେବା ପାଇଁ, ଆପଣ କିଣିଦେଇ ପାରିବେ। କିନ୍ତୁ ମୁଁ ସାନ ବେଳଠୁ ତାଙ୍କ ପାଇଁ କି ମୁଁ କଣ କରୁଥିଲି, ଯଦିବା ମୋ ପାଖରେ ଟଙ୍କା ଥିଲା, ପୁଅର ସବୁ ଅଭିଳାଷକୁ ମୁଁ ପୂରଣ କରୁନଥିଲି। ମୁଁ ଜାଣି ଶୁଣିକି ତାଙ୍କ ପାଇଁ କି କିଛିଟା କରିଦଉଥିଲି, କିନ୍ତୁ କିଛି କରୁନଥିଲି। ଉଦାହରଣ ସ୍ୱରୂପ, ମୋ ପୁଅକୁ ଯଦି କିଛି ଗୋଟେ ବିଷୟ ପାଇବାକୁ ନିହାତି ଇଚ୍ଛା ହଉଛି, ମୁଁ ତାଙ୍କୁ ନା ବୋଲି କୁହେ, ବାପା। ମୁଁ ତାଙ୍କୁ କୁହେ ବାପା ନାଇଁ ବୋଲି କହିଲେ, ବାପା। ମୁଁ ତାଙ୍କୁ ଏମିତି ତାଙ୍କୁ କୁହେ, ଆଉ ବାପା ମନା କଲେ ନାଇଁ ବୋଲି କହିକି, ତାହେଲେ ତୁ ଗୋଟେ ମାଡ ଖାଇବୁ କି? ପିଲାକୁ 10 ବର୍ଷ ହେବା ପୂର୍ବରୁ ସେମାନେ ଯଦି ଫରେନ୍ ଲାଙ୍ଗୁଏଜ ଶିଖିବେ, ସେମାନେ ବେଶୀ ଭଲରେ ଶିଖିପାରିବେ। ଆମେ ଯେତେବେଳେ ଆମ ମିଶନରେ ମିଡଲ ସ୍କୁଲ ଆରମ୍ଭ କଲୁ, ଆଉ ଆମେ ସେଇଠି ଇଂଲିଶ ତାଙ୍କୁ ସ୍ୱତନ୍ତ୍ର ଭାବରେ ପଢଉଛୁ। ଆଉ ଆସନ୍ତା ବର୍ଷଠୁ ଆମେ ଇଂଲିଶ ରେ ହାଇସ୍କୁଲ ମାନଙ୍କୁ ଆମେ ସବୁ ପଢେଇବୁ, ମାନେ ତାଙ୍କର ଟିଚିଂ ଇଂଲିଶ ରେ ହବ। କିନ୍ତୁ ବହୁତ ଲୋକମାନେ ଅଛନ୍ତି, ସେମାନେ ୟୁନିଭର୍ସିଟି ପାସ୍ କରିସାରିଲା ପରେ ମଧ୍ୟ ଇଂଲିଶ ରେ କହି ପାରୁନାହାନ୍ତି, କାହିଁକି ନା ସେମାନେ ବହୁତ ଡେରିରେ ସେମାନେ ଭାଷା ଶିଖିବା ଆରମ୍ଭ କରୁଛନ୍ତି। ଯଦି ଆପଣ ବହୁତ କମ ବୟସରୁ ସେମାନଙ୍କୁ ଏଇ ପ୍ରକାର ବିଷୟ ସବୁ ଶିକ୍ଷା ଦେବେ, ଯଦିବା ଆପଣ ଆପଣଙ୍କ ପୁଅକୁ ସମସ୍ତ ବିଷୟରେ ସନ୍ତୁଷ୍ଟ କରିପାରୁନାହାନ୍ତି, କିନ୍ତୁ ସେ ଯଦି ସନ୍ତୁଷ୍ଟ ହଉଛନ୍ତି, ସେଟା ଧନ୍ୟବାଦର ବିଷୟ। କିନ୍ତୁ ମୋର ନିଜର ରୋଜଗାର ଅପେକ୍ଷା ଯଦି ପିଲାର ଅଭିଳାଷ ବଡ ଅଛି, ତାହେଲେ ତାକୁ କେବେ ଆପଣ ସନ୍ତୁଷ୍ଟ କରିପାରିବେନି। ଯଦି ଆପଣଙ୍କ ପୁଅର 10ଟା ଅଭିଳାଷ ଅଛି, ତାହେଲେ ତା ଭିତରୁ ଆପଣ 6ଟା ଯଦି ପୂରଣ କରୁଛନ୍ତି, 4ଟା ପୂରଣ ନ କରିବା ଭଲ। ଆଉ ସମସ୍ତେ ଏଇ ପ୍ରକାର ତାଙ୍କର ପିଲାଙ୍କୁ ତାଲିମ ଦେବା ଆବଶ୍ୟକ। ଆଉ ମୋର ପୁଅ ଯେତେବେଳେ ଆମେରିକାକୁ ଯାଇଥିଲେ, ତାଙ୍କୁ ଗୋଟେ କାର ଦରକାର ଥିଲା। ଆଉ ମୁଁ ସେତେବେଳକୁ ଦେଖିଲି, ଆଉ କୋଉଟା ସବୁଠୁ କମ ଦାମର କାର, ସେ କାର ନା ଏସ୍କୋର୍ଟ ଥିଲା। ଆଉ ସେ କାର ମୁଁ ତାଙ୍କ ପାଇଁ କିଣିଦେଲି। ଆଉ ସେଇଦିନ ମୋ ପୁଅର ମୁହଁକୁ ମୁଁ ଦେଖିଲି, ମୋ ପୁଅ ବହୁତ ଧନ୍ୟବାଦୀ ହେଲା ସେଦିନ। ବାପା ଧନ୍ୟବାଦ, ଏତେ ଭଲ କାର ତମେ ମୋ ପାଇଁ କିଣିଦେଲ, ବାପା ବହୁତ ଧନ୍ୟବାଦ। ମୋ ପୁଅ ବହୁତ ସନ୍ତୁଷ୍ଟ ହେଲେ। ତାଙ୍କର ଅନ୍ୟ ସାଙ୍ଗମାନେ ବହୁତ ବଡ ବଡ କାର BMW ଚଲାଉଥିଲେ। ଆଉ ମୋ ପୁଅ ଯେତେବେଳେ କଲେଜରେ ପଢୁଥିଲେ, ତାଙ୍କୁ ମୁଁ ଚର୍ଚ୍ଚରେ ରହିବା ପାଇଁ କହିଲି। ସେ ଚର୍ଚ୍ଚରେ ରହୁଥିଲେ, ସେଠି ଖାଉଥିଲେ, ସେଠି ଶୋଉଥିଲେ, ତାପରେ ଚର୍ଚ୍ଚ ସଫା କରୁଥିଲେ ସେ ସକାଳୁ ଉଠିକି। ତାପରେ ଛୋଟ ପିଲାମାନଙ୍କର ମଧ୍ୟ ଦାୟିତ୍ୱ ନଉଥିଲେ। ଆଉ ଅନ୍ୟମାନଙ୍କର କାର ଥିଲା, ସେଥିପାଇଁ କି ସେମାନେ ଅଲଗା ଜାଗାକୁ ବୁଲିବାକୁ ଯାଇପାରନ୍ତି। ଆଉ ସେଠି ୟୁନାଇଟେଡ ଷ୍ଟେଟ୍ସ ରେ ସେଠି ସ୍କିଇଂ ଫିଲ୍ଡ ବହୁତ ଅଛି। ଆଉ ତାଙ୍କର ସାଙ୍ଗମାନେ ସ୍କିଇଂ କରିବା ପାଇଁ ଯାଆନ୍ତି। ଆଉ ସେମାନେ ଶନିବାର ଦିନ ଯିବେ, ରାତି ସାରା ସେମାନେ ସ୍କିଇଂ କରିବେ ସେଠି। ଆଉ ସୋମବାର ଦିନ ଯେତେବେଳେ ସ୍କୁଲକୁ ଆସିବେ, ଆଉ ସେମାନେ ବହୁତ ଖୁସିରେ ସେ ସ୍କିଇଂ କେମିତି ଆମେ କଲୁ ସେ ବିଷୟରେ ସେମାନେ କହୁଥିବେ। ଆଉ ମୋର ପୁଅ ମଧ୍ୟ ସେ ସ୍କିଇଂ ପାଇଁ କି ଯିବାକୁ ଇଚ୍ଛା କରୁଥିଲେ, ଆଉ କିନ୍ତୁ ସେ ଗଲେନି। ସେ ସଣ୍ଡେ ଦିନ ସର୍ଭିସ କୁ ଯାଉଥିଲେ। ସେ ସଣ୍ଡେ ଦିନ ଯାଇକି ସର୍ଭିସ ପ୍ରିପାରେସନ କରୁଥିଲେ, ସେ ଚର୍ଚ୍ଚର କାମ କରୁଥିଲେ। ଆଉ ସେତେବେଳେ ମୁଁ ଜାଣିପାରିଲି କେମିତି ମୋର ପୁଅ ଆଉ ଅନ୍ୟ ଧନୀ ଘରର ପିଲାମାନଙ୍କ ଭିତରେ ବହୁତ ପ୍ରଭେଦ ଅଛି। ସେଟା ବହୁତ ଭଲ ଦେଖାଯାଉଛି ସ୍କିଇଂ କରିବାକୁ ଯିବା ପାଇଁ। ସେମାନେ ଶନିବାର ଦିନ ସ୍କିଇଂ ଯାଉଥିଲେ, ସୋମବାର ଦିନ ଫେରୁଥିଲେ। ଆଉ ବେଳେ ବେଳେ ଶନିବାର ଦିନ ଯାଇକି ମଙ୍ଗଳବାର ଆସିବେ, ବେଳେ ବେଳେ ଶନିବାର ଯାଇକି ବୁଧବାର ଦିନ ଆସୁଥିଲେ ସେମାନେ। ଆଉ ଆମେରିକାରେ ସେମାନେ ଖାଲି ପିଲାମାନଙ୍କୁ ଶିକ୍ଷା ଦେଇପାରିବେ, କିନ୍ତୁ ସେମାନଙ୍କୁ ସେମାନେ ଅନୁଯୋଗ କରିପାରିବେନି, ସେମାନେ ଶାସନ କରିପାରିବେନି। ସେଥିପାଇଁ ସେମାନେ ବୁଧବାର ଆସନ୍ତୁ କି ଗୁରୁବାର ଆସନ୍ତୁ କି ଶୁକ୍ରବାର ଆସନ୍ତୁ, କିଛି ସମସ୍ୟା ନାହିଁ। ଆଉ ଯେତେବେଳକୁ ହାଇସ୍କୁଲର ଗ୍ରାଜୁଏସନ ଡେ ଦିନ ଆସିଲା, ଆଉ ତାଙ୍କର ଏଇ ଯୋଉ ଏନଭଲପ ଥିଲା, ଏନଭଲପ ଭିତରେ ତାଙ୍କର ଖାଲି ଏନଭଲପ ଥିଲା। କିନ୍ତୁ ମୋର ପୁଅ ସେଇ ଏନଭଲପ ଭିତରେ ଗୋଟେ ସାର୍ଟିଫିକେଟ ପାଇଲେ। ଏଟା ଛୋଟ ବିଷୟ ଭଳିଆ ଦେଖାଯାଏ, କିନ୍ତୁ ସାନ ବେଳଠୁ ଯଦି ଆପଣ ପିଲାମାନଙ୍କର ହୃଦୟକୁ କଣ୍ଟ୍ରୋଲ
कंट्रोल करिवार तांको सिखेइबे ताहा अति गुरुत्वपूर्ण विषय। आ केते लोक कहंती आम पिला मानको अफ्रीका पठेइलु अमेरिका को पठेइलु सेरा सत। आ जेतेबेले मो पुओ अमेरिका को जाइथिले सेरा सारा विश्वर सबुठु कष्टकर मिशन फील्ड थिला। सेठी जणे मध्ये एंती नथिले जे इंग्लिश कहि पारुथिले। सेतेबेले अमेरिकार रास्ता अमेरिकार आम प्रति रास्ता बंद थिला। आमाने किछि सेठी काम करि पारु नथिलु। किंतु मु जेतेबेले देखिली मो पुओ अमेरिका को जेतेबेले गले सी बहुत भलो भाबरे से समस्यार सम्मुखीन कले। आ मो पुओ जेतेबेले को से मिशन फील्ड को गले आ से सेठी जेतेबेले काम करूछंती न पलायन करिकि मु बहुत धन्यवादी होउची। केही मध्य नाहांती जे कि निजर पिला मानको प्रेम करंतिनी। समस्त तांको पिलांको भलो कंडीशन रे रखिबाको इच्छा करंती। किंतु हमर पिला मानको आमे माने हृदयर तालीम देबा बहुत गुरुत्वपूर्ण अटे। साधारणतः बापा माँ माने तांको पिलांको गेलो करंती, तांको पिलांको स्नेह करंती, किंतु से माने हृदय को केमती कंट्रोल करिवो से विषय रे सिखांतिनी। आ सेति पई कि से माने अंधकारमय जीवन बंचंती, से माने हताशमय हेइ जानती, आ से माने अपव्ययर जीवन बंची थांती। मु अब्राहम कर जीवन आदि पुस्तक रे देखिथिली। अब्राहम परमेश्वरक द्वारा आह्वान करा जाउछंती, तापरे से किणान देश को आसुछंती, किंतु से मिस्र देश को पळौछंती। जेतेबेले से दुर्भिक्षर सम्मुखीन हेले सेठी तांकर स्त्री को से हरौछंती, आ सेठी कष्ट पाउछंती। परमेश्वर तांको प्रतिज्ञा देइथिले मु तुमको एक पुत्र देबी बोली। परमेश्वर तांको गोटे पुत्र देबे बोली प्रतिज्ञा देइथिले। आ से जेतेबेले भाबुछंती मोर पुओ जन्म हबनी, सेतेबेले से हागार जे कि तांकर दासी थिला ता सहित सहवास करिकि इस्माइल को जन्म दउछंती। किंतु क्रमोन्वय भाबरे परमेश्वर अब्राहम को तालीम देले। आ जदि आपण आदि पुस्तक 24 पर्व देखिबे, आ जेतेबेले तांकर पुओ पई कि से कन्या आणुछंती, सेतेबेले से तांकर वृद्ध दास को पठेइबार आमे देखि पारिबा। आ जेतेबेले से वृद्ध दास जाउछंती इसाकर पई कन्या आनिबा पई से बहुत बोझग्रस्त अनुभव करूछंती। तांकर हृदय रे से बहुत बोझग्रस्त होउछंती। मु केमती करिबी जदि से कन्या मो सहित आसीबा को इच्छा न करिबो, मु ताहाले आपनको पुओ को सेठा को नै जिबि कि। आ से इच्छा करूथिले तांकर पुओ को सेठा को नेबा पई, किंतु अब्राहम तांको कहिले परमेश्वर एई देश आमानको देबे बोली कहिछंती। आ एई स्वर्गर तारा परी आ समुद्र कूलर बालुका परी मोर संतान हेबे बोली परमेश्वर मते प्रतिज्ञा देई अछंती। परमेश्वर निश्चिंत समस्त विषय प्रस्तुत करिछंती, तुमे केवल जाओ। सेति पई कि बाध्य हे कि से वृद्ध दास अब्राहम कर विश्वास द्वारा जाउछंती एवं से जाई कि सेठारे से कन्या को भेटुछंती। आ अब्राहम रा समय जेतेबेले बेसी दिन बीती जाउची, परमेश्वर काहे कि तांको सहित एई प्रकार कष्टकर कार्य करिथिले, काहे कि परमेश्वर तांको जंत्रणा देले, काहे कि परमेश्वर तांको अपेक्षा करेइले, से समस्त विषय से बुझी पारुछंती। आमाने आरंभरो परमेश्वर को सहित एक थिलु। अब्राहम आदम जेतेबेले परमेश्वर कर विरुद्धाचरण करूची एवं सदसद ज्ञानदायक वृक्ष फल भोजन करूछंती, आ एई आकाश मंडलर जे कि राजत्व करूची, से प्रकार से दुष्ट आत्मा आमानकर हृदय को धरी कि से परिचालना करूची। आ ए आकाश मंडलर जे कि अधिपति अछि वायुमान से आकाश मंडलर अधिपति आमानकर हृदय रे राजत्व कला। आ जिसुकर हृदय को ग्रहण करिबा कष्टकर, काहे कि ना आमाने निज शारीरिक जीवन रे विश्वास करिथाउ। आमाने जदि जोहन 11 पर्व रे मार्था आ जिसुक भितरे कथाबार्ता जदि देखिबा, आ जेतेबेले लाजार रोगाग्रस्त हेइथिले जे कि मार्था और मरियम कर बड़ भाई, जीशु कौन कहउछथि एई रोग मृत्यु निमंते नुहे, एहा ईश्वरक गौरव निमंते। जीशुकर वाक्य अनुसार लाजार मरिबार नथिला, किंतु से रोगाग्रस्त होउछि आ मरि जाउछि। आ सेति पई कि जीशुकर जे वाक्य थिला तुम एहा ईश्वरकर गौरव निमंते, से वाक्य मध्ये मरि जाउछि। आ से माने जेतेबेले लाजार को देखुछथि आ सत्य कोन ताहा देखुछथि, आ से ईश्वरकर गौरव प्रकाशित हबो। एई वाक्य एवं से परिस्थिति संपूर्ण भाबरे भिन्न अटे। मरियम को आ मार्था कहउछथि आम भाई मरि गला, से माने जेतेबेले देखुछथि तांको भाई मरि जाइछि। मरियम आ मार्थाकर हृदय रे एही रोग मृत्यु निमंते नुहे, एई वाक्य मध्ये मरि जाउछि। आ जीशु तांकर हृदय रे से वाक्य को विश्वास करिवार विश्वास देबा को इच्छा करूथिले परिस्थिति परिवर्ते। जीशु धन्यवाद, आपण हमनको एई प्रकार वाक्य देले। आ जदी आमाने परमेश्वरकर सेवा करूछु, बेले बेले आमाने हताश निराश हेइ जाउछु। आमाने जहा परिस्थिति देखुछु ताहा ईश्वरक वाक्य ठारू भिन्न अटे। आमाने बेले बेले परिस्थिति को सत्य बोली भाबी थाउ, काहेना ईश्वरक वाक्य ठारू ताहा भिन्न अटे। किंतु परमेश्वर आमानकु केमितिया मनीष करिबाकू इच्छा करूछंती। आ जदि बा प्रकृत रे लाजार मरि जाइछि, किंतु एई रोग मृत्यु निमंते नुहे बोली जदि जीशु कहउछथि, तार अर्थ एई रोग मृत्यु निमंते नुहे। एही प्रकार आमानकु विश्वास करिबा आवश्यक, तेबे आमाने विश्वासर मनुष्य। आ जदि बा आपण वर्तमान से स्थिति रे नाहांती, आ जदि से आपण सत्यता को जानिबे, परमेश्वर आपनको बहुत आश्चर्यमय अनुग्रह एवं आशीर्वाद
धन्यवाद देबे आमानको मोर जीवन रे सबुठ धन्यवाद रे विषय कोन आ जोटा कि असंभव विषय सेही प्रकार विषय परमेश्वर संभव करूथिबार मु देखि पारुची आ एई वर्ष एई मास गत 2 सप्ताह धरि कि आमे माने फॉरेन रो सब वीआईपी मानक सहित काउंसलिंग करूथिलु एथरक जे सेंट्रल साउथ अमेरिका रो 7500 जन पास्टर माने एकत्रित हेथिले आ से माने समस्त पास्टर थिले आ से माने जो सुसमाचार जानि छंती ताहा से बहुत भिन्न थिला मु जेते बेले तांको सहित कथाबार्ता होउथिली मोर हृदय रे मु बहुत व्यस्त हे गली साधारणतः 50 मिनिट मु सेमानक सहित कथाबार्ता हेबाकू समय थिला किंतु 1.5 घंटा घंटे 30 मिनिट कथा हेतिले भलो हेबो बोली कहि कि मु भाबिली जेतेले मु आरंभ कली मु सेतेबेले डिसाइड कले नाइ मु 2 घंटा 30 मिनिट प्रचार करिवि आ जेमति कि से माने विस्तृत भाबरे स्पष्ट भाबरे सुसमाचार जानि परिबे सेमति मु प्रचार करिवि मु जदी 2 घंटा 30 मिनिट प्रचार करिवि कोन हबो केते जण सेठु छाडी कि पळीबे केते जण समझ सुनिबा पय कि बहुत हालिया हे जिवे कोन पय एते लंबा प्रचार करूछंती आ केते जण हाई मध्य मारुथिबे बसिकी किंतु सेमानक भितरु बेसी जण अछंती जहांकु कि मु पुणी आउथरे भेटिबिनी मो जीवन रे आ सेति पय कि मोर जीवन रे थरे हेले भी मु सेमानको भेटिची सेति पय कि मु 2 घंटा 30 मिनिट वाक्य प्रचार करिवि आ परमेश्वर मते सुजोग मध्य देले 2 घंटा 30 मिनिट प्रचार करिबा मो पय कि ठीक अछि किंतु जे माने सुनिबे से माने हालिया हे जिवे से माने व्यस्त हे जिवे से माने विरक्त हेबे उठी कि पळेइबे आ सेटा बहुत एटमॉस्फियर को खराब करि देबो किंतु मु पुणी आउथरे से लोक मानको भेटि पारिबिनी अनेक लोक को मो जीवन रे केबे भेटिबा असंभव अटे सेति पय 2 घंटा 30 मिनिट पय मु तांको वाक्य प्रचार कली गतकाली आमानकर जेते बेलकू इंटरनेट फेलोशिप थिला आ सेते बेलकू पास्टर शीन जे कि मेक्सिको रे रहउछंती तांको मु कॉल कली आ सेमानक मध्यरे जणे मध्य न बाहरी कि से माने 2 घंटा 30 मिनिट समस्त वाक्य सुनिले आ से माने समस्त परित्राण पाइले मोर हृदय रे मु बहुत स्पर्शित हेली वर्तमान सेंट्रल साउथ अमेरिका रे सेमती हैला वर्तमान आफ्रिका रे सेमाने से प्रकार करिबा को प्रस्तुत करूछंती आफ्रिका रे 2 घंटा 30 मिनिट 3 घंटा मु प्रचार करिवि आ पास्टर एते लंबा प्रचार करूछंती पास्टर सेतिक रे बंद करंतु आ मते लागिला सेमाने एमिति मते कहिबे किंतु परमेश्वर हमर जो धारणा अछि हमर जो चिंता अछि से चिंता रु से धारणा रु हमनको बाहर करिके तांको सम्मुख को नै जानती जदि आपण निजर स्टैंडर्ड अनुसार बंचिबे जदि परमेश्वरकर ईश्वरक सहित आपण बंचुछंती तेबे परमेश्वर आपण को तांको आडू को कढेई नेबे केते लोक अछंती जो माने कि प्रथमे परिचालित हला भला देखा जानती किंतु परे हाथ छाडी दियंती ईश्वरकर आउ किछि दिन परे से माने आउ टिके बाट गला परे नाइ मो पारिबिनी बोली कहंती किंतु आश्चर्यर विषय कोन अब्राहम जदिबा से किछि बुझी पारिलेनी से किछि जानि पारु नथिले जदिबा से विपथगामी हेले किंतु क्रमोन्वय भाबरे परमेश्वरकर हाथ रे दे धरा जाय कि परमेश्वरक द्वारा परिचालित होउछंती आ जते बेलकू से वृद्ध हेइ जाउछंती सेते बेले तांकर बहु को तांको आनिबार थिला से तांकर वृद्ध दास को पठौछंती तुमे मेसोपोटामिया को जाई कि ता मोर बहु को नेई कि आस से वृद्ध दास बहुत बोझग्रस्त होउछंती आ मु जदि भी जीबी सेठको किए मो सहित आसीबो मु बुढा लोक आ जदि भी मु ए विषय कहिबी जदि भी से मो सहित आसीबे जदि इसाक तांको पसंद करिबेनी ताहाले आ जदि से छुआ जन्म न करि परिबे ताहाले केमती हबो आ से वृद्ध दास समस्त प्रकार भार निजे बहन करूछंती सेति पय बोझग्रस्त हेइ जाउछंती आ सेति पय से वृद्ध दास अब्राहम को कहउछंती जदि से कन्या मो सहित आसीबा को अनिच्छुक होंती तेबे कोन आपण को पुओ को मु सेठा को नै जिबी आ मु जदि इसाक को सहित नै जिबी ताहाले इसाक पसंद करिवे जदि ताको आनिबु इसाक जदि न पसंद करिवे आनिबुनी अब्राहम कहउछंती सेमिति करनी आ परमेश्वर मते प्रतिज्ञा देइछंती जे स्वर्गर आकाशर तारागण तुल्य एवं समुद्रर बालुका तुल्य मोर वंश हेबे परमेश्वर निजे प्रस्तुत करि अछंती तांकर स्त्री को सेति पय कि वृद्ध दासंकर हृदय आ जते बेलकू से अब्राहम कर कथा सुनी कि जाउछंती आ सेते बेलकू से अब्राहम का परि विश्वासी नथिले किंतु से अब्राहम कर कथा सुनी कि केवल काम करूछंती किंतु जते बेले से काम करूछंती
कौन घटुची से कूओ पाखरे छिड़ा हेइछंती से परमेश्वर को प्रार्थना करूछंती जेतेबेले संध्या हेइ जाउची जो झियो माने स्त्री लोक माने एठो पानी नेबा को आसीबे आ से ओटो 10टा नेई की जाइथिले जो ओटो माने अछंती से माने बेसी पानी पियंती बड़ बड़ टांकी रो पानी गोटे गोटे टांकी से माने पियंती आ से एते गभीर कूओ रो पानी काढी कि से ओटो मानको पियाइबा साधारण विषय नुहे किंतु से वृद्ध दास ईश्वरक ठारे प्रार्थना करूछंती आ जेतेबेले से झियो माने एठाको पानी नेबा पई आसीबे मु तांको पानी दियो बोली जेतेबेले मागिबी आ जदी से झियो मते कहिबे हां ठीक अछि आ मु से ओटो मानको मध्ये पानी देबी ताहेले मु विश्वास करिबी जे से कन्या को तुमे मोर कर्तांक पुत्रक निमंते प्रस्तुत करिछ आ जेतेबेले को से कन्या माने सेठाको आसुछंती से वृद्ध दास तांको पानी मागुछंती आ से तांको किछि पानी दउछंती आ सेठी 10टा ओटो माने अछंती आ से मानेंको मध्ये शोष लागोथिबो मु सेमानक पई पानी काढी कि तांको मध्ये पानी पीबा को देबी से आश्चर्य हे गले आ से तांको सहित आसुछंती ए वृद्ध दासक पाखरे जदिबा विश्वास नथिला किंतु अब्राहम कर विश्वास अनुसार ईश्वर कार्य करूथिबार से देखि पारुछंती आज जो माने ए वाक्य सुनुछंती आपण जे केहि भी हुअंतु ना कहीं आज ईश्वरकर वाक्य सुनिबा पई एठाको आसीछंती परमेश्वर केमिति कार्य करंती परमेश्वरकर चिंता एवं आपणकर चिंता भिन्न अटे जदिबा आपण किछि विषय जानि नाहंती किंतु जदि ईश्वरको विश्वास करिवे जदि आपण बुझी पारु नाहंती किंतु परमेश्वरकर वाक्य ग्रहण करिकि जदि अनुसरण करिवे तबे निश्चित भाबरे ईश्वरकर वाक्य आपणक ठारे जीवित होइकि आपणक ठारे कार्य करिवे आ 2020 मसीहा रे जहा किछि भी घटी गला ताहा मु शब्द रे प्रकाश करि पारिबिनी मो जीवन रे मु केबे मध्ये भाबी नथिले एई प्रकार सुसमाचार कार्य हबो बोली 100 कोटी लोक वाक्य सुनिले 7500 जण 2 घंटा 30 मिनिट पर्यंत वाक्य सुनिले आ को भी इतिहास रे एई प्रकार नथिबो मु कोन विश्वास करे परमेश्वर इच्छा करूछन्ती महत काम आमानक द्वारा करिबा पई आमाने परमेश्वरंकर ज्ञान ग्रहण न करिकि निजर चिंता रे अछु परमेश्वर आमानक धरिकि टाणिकि आमानक सहित कार्य करिबा को इच्छा करूछन्ती एटा साधारण विषय आपण जहा भी विश्वास करूछन्ती जहा भी चिंता अछि ताहा छाडी दियंतु ईश्वरक वाक्य जदि ग्रहण करिवे आजि से अनुसार परमेश्वर कार्य करिवार आपण एक्सपीरियंस करिवे आ सबुडु आश्चर्य विषय कोन मु किछि मध्ये नुहे किंतु परमेश्वर मो ठारे जीवित हेकि कार्य करिवार मु देखि पारुछि जदि परमेश्वर जत्ते महान मु सेते महान हेई पारिबिनी आ मु गोटे पाद आउ गोटे सोपान मु बढ़ी पारिबी जिबा पई आ माने सेते बेले ईश्वर आम ठारे कार्य करिवार देखि पारिबा आ साधारणतः पास्टर माने मिनिस्टर माने रविवार दिन प्रचार करंती से माने प्रचार करंती बाइबल खोली प्रचार करंती अन्य बही नै कि प्रचार करंती नी से माने बाइबल रु पढी कि बाइबल विषय रे कुहंती से माने बाइबल विषय रे कुहंती किंतु पास्टर मानक मध्य रे जदि विश्वास करू नाहंती अनेक पास्टर अछंती जो माने कि से वाक्य विश्वास न करी कि निजे प्रचार करंती परमेश्वर मो ठारे कार्य करूछन्ती एटा बहुत आश्चर्यमय आ सेति पई आमारे देखि परिबा परमेश्वर केमिति कार्य करूछन्ती मो सुसमाचार प्रचार कला बेले बेसी भलरे करि पारुनी लोक माने मो विरोध रे कथा होउछन्ती किंतु आमाने सुसमाचार विषय पई बंचुछु से विषय लोक माने न जानि कि आमानकु ताडना दउछन्ती से व्यक्ति कहा द्वारा वाक्य सुनिबो ओ से माने जते बेले को आमानकर वाक्य सुनु नाहंती से तेबे से माने से मिथ्या भविष्यत वक्तार वाक्य सुनिबे एटा एते दयनीय विषय शैतान ताको एई रास्ता रे कढेई नउछि किए ताको प्रेम करूछन्ती तांकर लीडर ताको प्रेम करिबा आवश्यक तांको निमंते से माने विश्वास रे बंचिबा आवश्यक मु कोन कहिबा पई आज इच्छा करूछि लाजार मरि जाईछि 4 दिन हेलाणी गंध हेलाणी किंतु यीशु कहउछन्ती लाजार बंचिबो आ लाजार रे जो सानो भौणी माने अछन्ती आ से माने कहउछन्ती यीशु से मरि जाईछि गंध हेलाणी केमिति बंचिबो तेबे ई वाक्य रे आमाने कोन देखि परिबा आ एठी आमाने देखि परिबा यीशु वर्तमान कांदू छन्ती आ यीशु कांदू छन्ती जीशुकर वाक्य अछि किंतु से माने निजर चिंता रे बुडी जाई छन्ती से माने जीशुकर वाक्य पाखो को आसी पारु नाहंती तार अर्थ कोन आज जदि आपण माने निजर चिंता भितरे अछन्ती जदि आपण ईश्वरक वाक्य भितर को आसी पारु नाहंती तार अर्थ जीशु आज आपणक निमंते कांदू छन्ती जीशुकर हृदय रे से जंत्रणा पाउ छन्ती जीशु आपणक निमंते कांदू छन्ती आ जीशु जदि माथा और मरियम को प्रेम करूथिले तांकर कोन शक्ति नाही लाजर को भलो करिबा पई अनेक लोक माने से माने निजर चिंता द्वारा प्रभावित हुअंती से माने परमेश्वरकर वाक्य द्वारा प्रभावित हो नाहंती से मानकर जेतेबेले समस्या अछि से माने बाइबल खोलंती हां बाइबल रे वाक्य ठीक किंतु ए परिस्थिति बहुत भिन्न साधारणतः अनेक लोक एई प्रकार चिंता करंती जे अनेक लोक माने वाक्य अनुसार चली पारंतीनी आपण माने जे भी परिस्थिति रे थांतु ना काहे की परमेश्वर आपणकर हृदय कोन करिवा को इच्छा करंती आ परमेश्वर इच्छा करंती आपण
ମାନଙ୍କୁ ତାଙ୍କର ରାଜ୍ୟକୁ ନେବା ପାଇଁ ଆଉ ଯଦି ସେଇଠି ଆପଣ ତାଙ୍କ ସହିତ ହୃଦୟ ଏକ କରିବେ ଆପଣ ଯେତେବେଳେ ସାନ ଯୀଶୁ ହେଇଯିବେ ଆଉ ଯୀଶୁଙ୍କର ସେଇ ସମାନ ଶକ୍ତି ଆପଣଙ୍କ ଦ୍ୱାରା ପ୍ରକାଶିତ ହବ ଆଉ ତାପରେ ଆପଣ ଈଶ୍ୱରଙ୍କର ଇଚ୍ଛା ସଫଳ କରିବେ। ଆଉ ଯେତେବେଳେ ଜନ୍ 6ଙ୍କୁ ବିଛା କାମୁଡି ଦେଇଥିଲା ସେ ମତେ ମୁଁ ତାଙ୍କର ଫୋନ ଯେତେବେଳେ ରିସିଭ କଲି ଆଉ ସେଇଠିର ବ୍ରାଞ୍ଚ ମ୍ୟାନେଜର ସେ ମତେ ଫୋନ କରି କାନ୍ଦୁଥିଲେ, ପାଷ୍ଟର ଜନ୍ ଏବେ ମରିଯିବ। ମୁଁ କହିଲି କଣ ପାଇଁ କାନ୍ଦୁଛ, ଟିକେ ଶାନ୍ତ ହେଇକି ଭଲରେ କୁହ। ପାଷ୍ଟର ତାକୁ କଙ୍କଡା ବିଛା କାମୁଡି ଦେଇଛି। ଆଉ ଜନ୍ 6 ଯେତେବେଳେ ରାତିରେ ଶୋଇଥିଲେ ଆଉ ତାଙ୍କୁ ଗୋଟେ କଣ କାମୁଡି ଦେଲା ଆଉ ସେତେବେଳେ ହେଇପାରେ ରାତି 12ଟା ପରେ ହେଇଥିବ ଆଉ ତାଙ୍କୁ ଲାଗିଲା ଯେମିତି କି କଣ ଗୋଟେ ଛୁଞ୍ଚିରେ ଫୋଡି ଦେଲା ତାଙ୍କୁ, ସେଥିପାଇଁ କି ସେ ବହୁତ ପାଟି କରିକି ଉଠିଲେ କିନ୍ତୁ ତାଙ୍କ ପାଖରେ କିଛି ନାହିଁ, କଣ ଏଇଟା। ତାପରେ ସେ ଶୋଇ ପଡିଲେ। ସେ ସକାଳେ ଯେତେବେଳେ ଉଠିଲେ ଆଉ ମତେ ଲାଗିଲା ଗତକାଲି କିଏ ଗୋଟେ ମୋ ଗୋଡରେ ଛୁଞ୍ଚିରେ ଫୋଡି ଦେଲା। ନାଇଁ ହେଇପାରେ ସେଟା କଙ୍କଡା ବିଛା ହେଇଥିବ, ତୁ ଥଟ୍ଟା କରନା, କଙ୍କଡା ବିଛା କୁଆଡେ ଆସିବ ଆମ ରୁମ ରେ। ଆଉ ଯେତେବେଳେ ସନ୍ଧ୍ୟା 3ଟା ହେଇଗଲା ତାଙ୍କର ପେଟରେ ତାଙ୍କୁ ବାନ୍ତି ଲାଗିବା ପାଇଁ କି ଲାଗିଲା ତାଙ୍କୁ ଆଉ ପ୍ରାୟ 5 ମିଟର ହବ ଟଏଲେଟ ଦୂରରେ ଥିଲା, ସେ ଯାଇ ପାରିଲେନି ଟଏଲେଟ କୁ, ସେଠି ଚେତା ଶୂନ୍ୟ ହେଇକି ପଡିଗଲେ, ଝାଡା ପରିସ୍ରା କରିଦେଲେ, ତାଙ୍କର ହାର୍ଟ ବିଟ୍ ବନ୍ଦ ହେଇଗଲା ଆଉ ସେ ବ୍ରାଞ୍ଚ ମ୍ୟାନେଜର ଆସି ତାଙ୍କୁ ପିଟିଲେ, ଜନ୍ ଜନ୍ ତୁ ଉଠେ ଉଠେ। ଆଉ ତାପରେ ତାକୁ ସେମାନେ ଧୁଆ ଧୁଇ କରିକି ହସ୍ପିଟାଲ ନେଇକି ଗଲେ ଆଉ ଡକ୍ଟର କହିଲା ନାଇଁ ତାକୁ ନେଇକି ଯାଅ, ତାକୁ ନେଇକି ଯାଅ, ବିଛା କାମୁଡି ଦେଇଛି, ତାକୁ କାହିଁକି ଏବେ ତମେ ଆଣିଲ, ସାଙ୍ଗେ ସାଙ୍ଗେ ଆଣିଥିଲେ ବି ବଞ୍ଚିବା କଷ୍ଟକର, ଇଏ ବଞ୍ଚିବନି, ତାକୁ ନେଇକି ଯାଅ। ସେମାନେ ବେଶୀ ହାତ ଯୋଡିକି ନିବେଦନ କଲେ ନାଇଁ ଆମେ ରଖିପାରିବୁନି, ତମେ ନେଇଯାଅ ତାକୁ। ତାକୁ ସେ ହସ୍ପିଟାଲରୁ ଆଉ ଗୋଟେ ହସ୍ପିଟାଲକୁ ନେଲା ବେଳେ ତାର ନିଶ୍ୱାସ ବନ୍ଦ ହେଇଗଲା। ତାପରେ ସେ ଆଉ ଗୋଟେ ହସ୍ପିଟାଲରେ ନେଇକି ସେମାନେ ତାକୁ ସିପିଆର ଦେଲେ, 2 ଘଣ୍ଟା ପରେ ତାର ପଲ୍ସ ଫେରିଲା, ସେ ଏବେ ମରି ଯାଇଥାନ୍ତା, କିଛି ଆଶା ନାହିଁ। ଆଉ ସେମାନେ ସମସ୍ତେ କାନ୍ଦୁଥିଲେ। ମୁଁ ଯେତେବେଳେ ସେ କଥା ଶୁଣିଲି ଏଇ କୋରିଆରୁ ଲାଇବେରିଆ ପର୍ଯ୍ୟନ୍ତ 18 ଘଣ୍ଟା ଲାଗିବ, ସେତେବେଳେ ସେ ମରି ଯାଇଥିବ, ମେଡିସିନ ମୁଁ ତା ପାଖକୁ ପଠେଇ ପାରିବିନି, ଡକ୍ଟର ପଠେଇ ପାରିବିନି। ମୁଁ ତାଙ୍କୁ କହିଲି ମୁଁ ଜନ୍ ସହିତ କଥା ହେଇପାରିବି କି? ହଁ ପାଷ୍ଟର କଥା ହେଇପାରିବେ, ଆପଣ କଥା ହୁଅନ୍ତୁ ତା ସହିତ। ମୁଁ ଜନ୍ 6କୁ ଜାଣିଥିଲି ଭଲରେ, ସେ ଏବେ ମରି ଯାଉଛି, ସେ ଡାଲାସ ରେ ରହୁଥିଲା ୟୁଏସ ର, ତା ପାଖରେ କିଛି ରାସ୍ତା ନାହିଁ। ମୁଁ ତାକୁ ପଚାରିଲି ଜନ୍ ତମେ ମୋର ସ୍ୱର ଶୁଣି ପାରୁଛ? ହଁ ପାଷ୍ଟର ମୁଁ ଶୁଣି ପାରୁଛି। ମୁଁ ତାଙ୍କୁ କହିଲି ତମକୁ ଆଫ୍ରିକାର ଗୋଟେ କଙ୍କଡା ବିଛା କାମୁଡି ଦେଇଛି ଆଉ ଏବେ ତୁ ମରିଯିବୁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟରେ ଲେଖା ହେଇନି ତୁ ମରିବୁ ବୋଲି, ସେଥିପାଇଁ ମୋର କଥା ଶୁଣେ। ଆଜି ସକାଳେ ମୁଁ ବାଇବଲ ପଢିଲି ଯିଶାୟା 40 ପର୍ବର 31 ପଦରେ, ଭଲରେ ଶୁଣେ କଣ ଲେଖା ହେଇଛି, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ଯେଉଁମାନେ ଈଶ୍ୱରଙ୍କ ସଦାପ୍ରଭୁଙ୍କ ଉପରେ ଅପେକ୍ଷା କରନ୍ତି, ଜନ୍ ବାଇବଲର 66ଟା ପୁସ୍ତକ ଈଶ୍ୱରଙ୍କର ବାକ୍ୟ, ତାହା ତାଙ୍କର ପ୍ରତିଜ୍ଞା ଆଉ ସବୁ ବାକ୍ୟ ହଉଛି ଈଶ୍ୱରଙ୍କର ବାକ୍ୟ। ପରମେଶ୍ୱର କେବେ ମିଛ କୁହନ୍ତିନି, ପରମେଶ୍ୱର କହିବା ଅସମ୍ଭବ। ଆଉ ତୁ ଯଦି ଈଶ୍ୱରଙ୍କ ଠାରେ ଅପେକ୍ଷା କରିବୁ ସେ ତୁମକୁ ନୂଆ ବଳ ଦେବେ। ଯଦି ତୁମେ ପରମେଶ୍ୱରଙ୍କ ଠାରେ ଅପେକ୍ଷା କରୁଛ କିନ୍ତୁ ସେ ତୁମକୁ ନୂଆ ବଳ ଦଉନାହାନ୍ତି ତେବେ ସେ ମିଥ୍ୟାବାଦୀ। ଯଦି ତୁମେ ପରମେଶ୍ୱରଙ୍କ ଠାରେ ଅପେକ୍ଷା କରିବ ତେବେ ନିଶ୍ଚିନ୍ତ ଭାବରେ ପରମେଶ୍ୱର ତୁମକୁ ନୂଆ ନୂଆ ବଳ ଦେବେ, ପରମେଶ୍ୱର ତୁମକୁ ଶକ୍ତି ଦେବେ। ଆଉ ଭଉଣୀ ୟୁନୋ କିମ୍ ସିଏ ମୋର ବାକ୍ୟ ଶୁଣିକି ସେ କ୍ୟାନ୍ସରରୁ ସୁସ୍ଥ ହେଲେ, ଆହୁରି ବହୁତ ଜଣ ପେସେଣ୍ଟ ମାନେ ଅଛନ୍ତି। ଆଉ ମୁଁ କିଛି ଦିନ ପୂର୍ବରୁ ମୁଁ ୟୁନୋ ଭଉଣୀଙ୍କ ସହିତ କଥାବାର୍ତ୍ତା ହେଲି, ଆଜି ସକାଳେ ମଧ୍ୟ ମୁଁ ତାଙ୍କୁ କଲ୍ କଲି ଏବଂ ଆଉ ଜଣେ ସ୍ତ୍ରୀ ଲୋକଙ୍କୁ ମୁଁ ବାକ୍ୟ ପ୍ରଚାର କରିଥିଲି। ଆଉ ଜନ୍ ବର୍ତ୍ତମାନ ମୃତ୍ୟୁ ସମ୍ମୁଖରେ ଅଛି, ଆଉ ପ୍ରକୃତରେ ସେ ଗୋଟେ ଥର ମରି ସାରିଥିଲା, ତାର ହାର୍ଟ ବିଟ୍ ବନ୍ଦ ହେଇ ଯାଇଥିଲା କିନ୍ତୁ ସେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ। ଜନ୍ ପରମେଶ୍ୱର ମିଛ କୁହନ୍ତିନି, ଆଉ ଯଦି ତୁମେ ପରମେଶ୍ୱରଙ୍କ ଠାରେ ଅପେକ୍ଷା କରିବ ସେ ପ୍ରତିଜ୍ଞା ଦେଇଛନ୍ତି ସେ ତୁମକୁ ନୂଆ ନୂଆ ବଳ ଦେବେ ଆଉ ତୁମେ ସେ ବିଷକୁ ଜିତି ପାରିବ। ବାଇବଲ ହଉଛି ସେଥିପାଇଁ ଏଇ ପ୍ରକାର ଆଶ୍ଚର୍ଯ୍ୟମୟ। ଯାହା ବି ହଉନା କାହିଁକି ଯଦି ଆପଣ ବାଇବଲର ବାକ୍ୟ ବିଶ୍ୱାସ କରିବେ ପରମେଶ୍ୱର ଆପଣଙ୍କ ହୃଦୟରେ ପ୍ରବେଶ କରିବେ, ପରମେଶ୍ୱରଙ୍କ ଶକ୍ତି ଆପଣଙ୍କ ଦ୍ୱାରା ପ୍ରକାଶିତ ହବ। ଯାହା କିଛି ବି ଅସମ୍ଭବ ବିଷୟ ହଉନା କାହିଁକି ପରମେଶ୍ୱର ଆପଣଙ୍କ ଦ୍ୱାରା କାର୍ଯ୍ୟ କରିବେ। ଆଉ ମୁଁ ଯେତେବେଳେ ପରମେଶ୍ୱରଙ୍କର ବାକ୍ୟ ପ୍ରତିଜ୍ଞାକୁ ବିଶ୍ୱାସ କରେ ଆଉ ସେଥିପାଇଁ କି ସାହସିକ ଭାବରେ ମୁଁ ତାଙ୍କୁ କହିପାରିଲି ଆଉ ସେଇଦିନ ଜନ୍ ବଞ୍ଚିଲା ଆଉ ସେଟା ଆଶ୍ଚର୍ଯ୍ୟ କର୍ମ ଥିଲା। ଆଉ କେବଳ ଜନ୍ ଠାରେ ନୁହେଁ, ଏଇ ବାକ୍ୟ ଆପଣ ମାନଙ୍କୁ ମଧ୍ୟ ଈଶ୍ୱର କହୁଛନ୍ତି। ଆଜି ଯୋଉମାନେ ମୋଠୁ ବାକ୍ୟ ଶୁଣୁଛନ୍ତି ସେମାନଙ୍କୁ କହୁଛନ୍ତି ନିଜର ଚିନ୍ତା ଛାଡି ଦିଅ ଆଉ ଯଦି ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବେ, ଯଦି ସେ ବାକ୍ୟ ଆପଣ ବିଶ୍ୱାସ କରିବେ। ମୋ କଥା ଶୁଣନ୍ତୁ, ସେଠି 38 ବର୍ଷର ରୋଗାଗ୍ରସ୍ତ ଲୋକ ଥିଲା, ସେ ଯୀଶୁଙ୍କୁ ଭେଟିଲା, ସେ ଯୀଶୁଙ୍କର ବାକ୍ୟ ଶୁଣିଲା, ପୂର୍ବରୁ କେବେ ଯୀଶୁଙ୍କ ବିଷୟରେ ଶୁଣି ନଥିଲା କିନ୍ତୁ ସେଇ ମୁହୂର୍ତ୍ତରେ ଯେତେବେଳେ ଯୀଶୁ ତାକୁ କହିଲେ ଉଠ ନିଜର ଖଟିଆ ଘେନି ଚାଲ, ସେ ସେଇ ବାକ୍ୟ ବିଶ୍ୱାସ କରୁଛି ଏବଂ ସେଇ ବାକ୍ୟ ଅନୁସାରେ ସେ ଉଠିକି ଚାଲୁଛି, ଯେହେତୁ କି ତାହା ହଉଛି ଈଶ୍ୱରଙ୍କ ବାକ୍ୟ। ଯଦି ଆପଣ ଈଶ୍ୱରଙ୍କ
ବାକ୍ୟ ବିଶ୍ୱାସ କରିବେ ଆଉ ତାହା କାର୍ଯ୍ୟ ସାଧକ। ଶୈତାନ ଅନେକ ଚିନ୍ତା ଦିଏ, ଶୈତାନକୁ ଏଇଟା ହେଇପାରିବନି, ଏଇଟା କଷ୍ଟକର, ଏଇଟା ଅସମ୍ଭବ। କଣ ପାଇଁ କି ପାଷ୍ଟର ମାନେ ସେମାନେ ଶୈତାନ ଦ୍ୱାରା ଠକି ହଉଛନ୍ତି। ମୋର ବିଶ୍ୱାସ ନାହିଁ, ଏଇଟା ହେଇପାରିବନି, ମୋର ବିଶ୍ୱାସ ନାହିଁ। ଏଇ କଥା ସତରେ ବହୁତ ଭଲ। ଆଉ ମୁଁ ସେଇ ବିଶ୍ୱାସ ନାହିଁ ବୋଲି କଥା ଏଇ ଯୋଉ ଅଛି ତାକୁ ଟିକେ ବଦଳେଇକି କହିବି। ମତେ ବିଶ୍ୱାସ ନାହିଁ, ମତେ ଭୋକ ଲାଗୁଛି, ଟଙ୍କା ନାହିଁ, ମୁଁ ବହୁତ ଗେଡା ଅଛି। ହଁ, ଯଦି ଆପଣ ବାଙ୍ଗରା ଅଛନ୍ତି କଣ ହେଲା, ଆପଣ ସିଡି ଚଢିକି ଉପରକୁ ଯାଇପାରିବେ। ଆଉ ଯଦି ସିଡି ଚଢିକି ଯିବେ ତାହେଲେ ଉଚ୍ଚା ଜାଗାରେ ପହଞ୍ଚି ପାରିବେ, ଯୋଉଠିକୁ ଡେଙ୍ଗା ଲୋକମାନେ ପହଞ୍ଚୁଛନ୍ତି। ହଁ, ଟିକେ ଯକ୍ଷ ଗେଡା ଥିଲେ ସେଥିପାଇଁ କି ସେ ଗଛ ଉପରେ ଚଢିକି ଯୀଶୁଙ୍କୁ ଦେଖୁଛନ୍ତି। କଣ ସମସ୍ୟା? ମୋର ଚିନ୍ତା ଏବଂ ଈଶ୍ୱରଙ୍କର ବାକ୍ୟ ହଉଛି ଭିନ୍ନ। ସେ ବାକ୍ୟ ଯାହା ବି ଥାଉ ନା କାହିଁକି, ଆଉ ମୋର ଚିନ୍ତା ପରିବର୍ତ୍ତେ ଏଇ ବାକ୍ୟ ହଉଛି ଈଶ୍ୱରଙ୍କର। ଏଇ ବାକ୍ୟ ଯେତେବେଳେ ମୁଁ ବିଶ୍ୱାସ କରୁଛି ତାହା ହଉଛି ବିଶ୍ୱାସ। ଯଦି ମୋ ପାଖରେ ସେ ବିଶ୍ୱାସ ଅଛି, ସେ ବିଶ୍ୱାସ ଅନୁସାରେ ଈଶ୍ୱର କାର୍ଯ୍ୟ କରିବେ। ଯେତେବେଳେ ଆପଣ ସମସ୍ୟାର ସମ୍ମୁଖୀନ ହଉଛନ୍ତି, ମୁଁ ବହୁତ ଅଧିକ ସମସ୍ୟାର ସମ୍ମୁଖୀନ ହେଇଛି ମୋର ସାନ ବେଳଠୁ। ଆଉ ଯେତେବେଳକୁ ସିଭିଲ ୱାର ହେଲା, ବହୁତ ଦିନ ଭୋକିଲା ରହିଲୁ ଆମେ, ମତେ ତୁଚ୍ଛ କରୁଥିଲେ ଲୋକମାନେ, ମୁଁ ବହୁତ ଖରାପ ଭାବରେ ସେମାନେ ମୋ ସହିତ ବ୍ୟବହାର କରୁଥିଲେ। ଆଉ ସେଥିପାଇଁ ମୁଁ କେବଳ ଯୀଶୁଙ୍କ ଉପରେ ଆଶା ରଖିପାରିଲି। ମୁଁ ବାଇବଲର ବାକ୍ୟ ବିଶ୍ୱାସ କଲି। ଆଉ ଯଦି ବା ମୋର ପରିସ୍ଥିତି ଏବଂ ଈଶ୍ୱରଙ୍କର ବାକ୍ୟ ବହୁତ ଭିନ୍ନ ଥିଲା, ପରିସ୍ଥିତି ଭୁଲ ଖରାପ ଥିଲା, କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଭୁଲ ନଥିଲା। ଆଉ କିନ୍ତୁ ଯୀଶୁଙ୍କର ଇଚ୍ଛା ଥିଲା ଲାଜରଙ୍କୁ ଉଠେଇବା ପାଇଁ। କିନ୍ତୁ ତାଠୁ ଅଧିକ କଣ ଇଚ୍ଛା କରୁଥିଲେ ଯୀଶୁ? ଯୀଶୁ ଇଚ୍ଛା କରୁଥିଲେ ଯେମିତି କି ମାର୍ଥା ଆଉ ମରିୟମ ତାଙ୍କର ହୃଦୟରେ ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ବିଶ୍ୱାସ ପାଇବେ। ଆଉ ଯେତେବେଳେ ତାଙ୍କ ହୃଦୟରେ ସେମାନେ ସେତେବେଳେ ବିଶ୍ୱାସ ପାଉଛନ୍ତି, ଆଉ ସେମାନେ ଦେଖି ପାରୁଛନ୍ତି ପରମେଶ୍ୱର କେମିତି ତାଙ୍କ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଆଉ ଅନେକ ଲୋକମାନେ ଆମଠୁ ଯିଏକି 100 ଗୁଣ 1000 ଗୁଣ ଚତୁର ଅଛି, ସେଇ ପ୍ରକାର ଶୈତାନକୁ ସେମାନେ ବିଶ୍ୱାସ କରନ୍ତି। ଆଉ ସେଥିପାଇଁ କି ଆମେ ମାନେ କେବଳ ଯୀଶୁଙ୍କୁ ବିଶ୍ୱାସ କରିପାରିବା। ଯଦି ଆପଣ ବାକ୍ୟ ଅନୁସାରେ ବଞ୍ଚିବେ, ସେଟା କଣ ସମ୍ଭବ କି? ମୁଁ ବିଶ୍ୱାସ କରିପାରୁନଥିଲି। ସେଣ୍ଟ୍ରାଲ ସାଉଥ ଆମେରିକାରେ 7500 ଜଣ ବାକ୍ୟ ଶୁଣିଲେ ମୁଁ ବିଶ୍ୱାସ କରିପାରିଲିନି। ଆଉ ତାପରେ ଇଷ୍ଟର ସଣ୍ଡେ ବେଳକୁ ଗୋଟେ ସେସନରେ 20 ଲକ୍ଷ ଲୋକ ଶୁଣିଲେ ବାକ୍ୟ, ମୁଁ ବିଶ୍ୱାସ କରିପାରିଲିନି। ଆଉ କେମିତି ତମେ 100 କୋଟି ବୋଲି କହିକି କାଉଣ୍ଟ କଲ ଗ୍ରାଣ୍ଡ ବାଇବଲ ସେମିନାରର ସଂଖ୍ୟା? ଆଉ 276ଟା ବ୍ରଡକାଷ୍ଟିଂ ଷ୍ଟେସନ ଅଛନ୍ତି। ଆଉ ତାଙ୍କର ଯେତେବେଳକୁ ସବସ୍କ୍ରାଇବର ମାନଙ୍କୁ ଆମେ ଦେଖୁଛୁ, ଆଉ ସେମାନେ ବ୍ରଡକାଷ୍ଟିଂ ଷ୍ଟେସନ କଣ କହିଲେ? ହଁ, ଆମର ଅଧିକ ସବସ୍କ୍ରାଇବର ସେତେବେଳେ ବଢିଗଲେ, ଆଉ ବେଶୀ ଲୋକମାନେ ଏଇ ବାକ୍ୟ ଶୁଣିବା ପାଇଁ କି ଆମର ଚ୍ୟାନେଲକୁ ସବସ୍କ୍ରାଇବ କଲେ। ଆଉ ହେଜି ବ୍ରାଜିଲ ବୋଲି କହିକି ଗୋଟେ ବ୍ରଡକାଷ୍ଟିଂ ଷ୍ଟେସନ ଅଛି, ସେମାନେ କହିଲେ ଇଏ ପାଷ୍ଟର ପାର୍କ କିଏ? କଣ ପାଇଁ କି ତାଙ୍କର ବାକ୍ୟ ଶୁଣିବା ପାଇଁ କି ଏତେ ସବସ୍କ୍ରାଇବର ବଢି ଯାଉଛନ୍ତି ଆମର? ଆଉ ଯୋଉମାନେ କି ସେମାନେ ତାଙ୍କର ଇଣ୍ଟରନେଟରେ କମେଣ୍ଟ ଲେଖୁଥିଲେ, ସିଏ ମୁଁ ବି ମଧ୍ୟ ଏଇ କଥା ବିଶ୍ୱାସ କରିପାରିଲିନି। କିନ୍ତୁ ଈଶ୍ୱର ସେ କାର୍ଯ୍ୟ କରୁଛନ୍ତି। ପରମେଶ୍ୱର ଆଜି ଆପଣଙ୍କ ଦ୍ୱାରା କାର୍ଯ୍ୟ କରିବାକୁ ଇଚ୍ଛା କରୁଛନ୍ତି। ଛୋଟ ସମସ୍ୟା ହଉନା କାହିଁକି, ମଣିଷର ପ୍ରଣାଳୀ ଛାଡିକି ଯଦି ଈଶ୍ୱରଙ୍କ ବାକ୍ୟ ବିଶ୍ୱାସ କରିକି ଆଗକୁ ବଢିବେ, ଆଉ ବହୁତ ଆଶ୍ଚର୍ଯ୍ୟମୟ ଭାବରେ ଈଶ୍ୱର ଆପଣଙ୍କୁ ଉଠେଇବେ ଏବଂ କାର୍ଯ୍ୟ କରିବେ ଆପଣଙ୍କ ଦ୍ୱାରା। ଆଉ ଯଦି ବା ଆମର ପାଷ୍ଟର ମାନେ ସେମାନେ ବାକ୍ୟ ପ୍ରଚାର କରୁଛନ୍ତି, ଆଉ ଏମିତି କେତେ ଜଣ ଅଛନ୍ତି ଯୋଉମାନେ କି ବାକ୍ୟ ବିଶ୍ୱାସ କରୁନାହାନ୍ତି କିନ୍ତୁ ପ୍ରଚାର କରୁଛନ୍ତି। ଆଉ ସେତେବେଳେ ମୋ ହୃଦୟରେ ମୁଁ ବହୁତ ଦୁଃଖିତ ହେଇଯାଏ। ସେମାନେ ନିଜର ଚିନ୍ତାକୁ ଧରିକି ରହିଛନ୍ତି। କଣ ବହୁତ ଗୁରୁତ୍ୱପୂର୍ଣ୍ଣ, ପରମେଶ୍ୱର ଯୀଶୁ ସବୁବେଳେ ଆମମାନଙ୍କର ଚିନ୍ତା ଭାଙ୍ଗି ଦିଅନ୍ତି। ଆମମାନଙ୍କୁ କହୁନାହାନ୍ତି ତୁମେ ଚାଲିକି ଯାଅ। 38 ବର୍ଷର ସେ ରୋଗାଗ୍ରସ୍ତ ନିଜର ଚିନ୍ତାକୁ ନ ଭାଙ୍ଗିକି କେବେ ଚାଲି ପାରିବନି। ସେ 38 ବର୍ଷ ପର୍ଯ୍ୟନ୍ତ ରୋଗାଗ୍ରସ୍ତ ହେଇକି ଅଛି। ଆଉ ଯଦି ବା ସେ କିଛି କରିପାରୁନି, ଯଦି ବା ସେ ହତାଶ ନିରାଶ ହେଇଯାଇଛି, କିନ୍ତୁ ଯେତେବେଳେ ଯୀଶୁଙ୍କର ବାକ୍ୟ ଗ୍ରହଣ କରିକି ପାଦ ଆଗକୁ ବଢଉଛି, ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହଉଛି ଯୀଶୁଙ୍କର ବାକ୍ୟ କାର୍ଯ୍ୟ କରୁଛି। ଆଜି ସକାଳେ ଯୋଉମାନେ ବାକ୍ୟ ଶୁଣୁଛନ୍ତି, ଆପଣଙ୍କ ଠାରେ ଈଶ୍ୱର କାର୍ଯ୍ୟ କରିବାକୁ ଇଚ୍ଛା କରୁଛନ୍ତି। ଆଉ ସେ ଇଚ୍ଛା କରୁଛନ୍ତି ଆପଣ ଯୀଶୁଙ୍କୁ ଭେଟନ୍ତୁ ବୋଲି। ଆପଣ ବେଶୀ ଶିଖିଛନ୍ତି କି ବେଶୀ ଶିଖି ନାହାନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ସୁନ୍ଦର ଅସୁନ୍ଦର ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ଯୀଶୁଙ୍କ ହୃଦୟ ସହିତ ଆପଣ ନିଜର ହୃଦୟକୁ ଏକ କରୁଛନ୍ତି, ଆପଣଙ୍କ ସମସ୍ତଙ୍କ ହୃଦୟରେ ଯୀଶୁ ଜୀବିତ ହୋଇକି କାର୍ଯ୍ୟ କରିବେ। ମୁଁ ଯେତେବେଳେ ଥରେ ଦୁଇଥର ଏମିତି କାମ କରୁଛି, ପ୍ରେମମୟ ପରମେଶ୍ୱର ମୋ ଦ୍ୱାରା ମଧ୍ୟ କାର୍ଯ୍ୟ କରୁଛନ୍ତି, ମୋ ଭଳିଆ ଅଯୋଗ୍ୟ ଲୋକ ଦ୍ୱାରା। ସବୁଠୁ ଧନ୍ୟବାଦର ବିଷୟ କଣ, ଯେତେବେଳେ ପରମେଶ୍ୱର ମଣିଷକୁ ଖୋଜିଲେ, ସେତେବେଳେ ସେ ଲୋକ ଡେଙ୍ଗା ନା ଗେଡା ସେ ବିଷୟ ଦେଖୁନାହାନ୍ତି। ଯଦି ସେ ବିଷୟ ଦେଖିଥାନ୍ତେ ତାହେଲେ ଆମେ ବହୁତ ଦୟନୀୟ ହେଇଥାନ୍ତୁ। ଆଉ ମୁଁ ବେଶୀ ସୁନ୍ଦର କି ଅସୁନ୍ଦର ସେ ବିଷୟ ଦେଖୁନାହାନ୍ତି। ମୁଁ ଭଲ କି ଦୁଷ୍ଟ ସେ ବିଷୟ ମଧ୍ୟ ଦେଖୁନାହାନ୍ତି। କଣ ଦେଖୁଛନ୍ତି? ଯୀଶୁଙ୍କର ବାକ୍ୟ ଆପଣ ବିଶ୍ୱାସ କରୁଛନ୍ତି କି ନାହିଁ ତାହା ଦେଖୁଛନ୍ତି। କାହିଁକି? ଯୀଶୁ ଆମମାନଙ୍କର ଚିନ୍ତାର ବାହାରେ କାର୍ଯ୍ୟ କରନ୍ତି। ଯୀଶୁ ସେଇ ଗନ୍ଧ ହଉଥିବା 4 ଦିନ
ଦିନର ମୋଲା ଶବ ଲାଜାର ପାଇଁ କାର୍ଯ୍ୟ କରିପାରିବେ, କିନ୍ତୁ ଆମମାନେ ବୁଝିପାରୁନୁ। ଆମମାନଙ୍କର ଚିନ୍ତାରେ ସେଠାରେ ସେ କେବେ କାର୍ଯ୍ୟ କରିପାରିବେନି। ଆମମାନଙ୍କର ଚିନ୍ତା ହେତୁ ଆମମାନେ ଯୀଶୁଙ୍କ ସହିତ ଚାଲି ପାରୁନୁ। ଯୀଶୁ ଏହି ସ୍ୱର୍ଗ ଏବଂ ପୃଥିବୀର ନିର୍ମାଣ କରିଛନ୍ତି। ଯୀଶୁ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ଆଉ ସେଥିପାଇଁ କି ସେ ଆମମାନଙ୍କ ଉପରେ ତାଙ୍କର ଶକ୍ତି ଅଛି ଏବଂ ଆମମାନଙ୍କ ଠାରୁ ଅଧିକ ତାଙ୍କର ଜ୍ଞାନ ଅଛି, ଯାହାକି ଆମେ କଳ୍ପନା କରିପାରିବାନି। ଆଉ ସେଇ ଜୀବିତ ଯୀଶୁଙ୍କର ଶକ୍ତି ଆପଣଙ୍କ ଠାରେ କାର୍ଯ୍ୟ କରିବାକୁ ଇଚ୍ଛା କରୁଛି, ଆଉ ଆପଣଙ୍କର ଜୀବନ ପରିବର୍ତ୍ତିତ ହବ, ଆଉ ଆପଣଙ୍କ ଦ୍ୱାରା ଯୀଶୁ ପ୍ରକାଶିତ ହେବେ। ଯୀଶୁ ଆପଣଙ୍କ ଠାରେ କାର୍ଯ୍ୟ କରିବେ। ଗୋଟେ ଦିନ ଆଉ ନାମାନ ଘରେ ସେଠି ଜଣେ କ୍ଷୁଦ୍ର ବନ୍ଦୀ ବାଳିକା ଥିଲା। ଆଉ ସେ ସକାଳେ ଉଠିକି ସେ ଆଉ ଯଦି ଈଶ୍ୱର ଅଛନ୍ତି, ଆଉ ତମେ କଣ ପାଇଁ କି ବନ୍ଦୀ ହେଇକି ଏଇଠି ଆସିଲ? ଆଉ ତମେ ଗୋଟେ ଆଉ ଜଣେ ଶତ୍ରୁ ଘରେ, ଆଉ ଜଣେ କୁଷ୍ଠ ଲୋକ ଘରେ, ଆଉ ତମକୁ ମଧ୍ୟ କୁଷ୍ଠ ହେଇଯାଇପାରେ। ତମ ଦେଶକୁ ତମେ ଆଉ ଫେରି ପାରିବନି। ଆଉ ଅନେକ ଗୁଡେ ମେଥଡ ଦ୍ୱାରା ଶୈତାନ ସେ କ୍ଷୁଦ୍ର ବାଳିକାକୁ ପ୍ରତାରିତ କରିବାକୁ ଚେଷ୍ଟା କଲା। ଯଦି ଶୈତାନ କଥା ସେ ଶୁଣିଥାନ୍ତା, ସେ ହତାଶ ହେଇଥାନ୍ତା, ନିରାଶ ହେଇଥାନ୍ତା, ଆଉ ସେ ଅଭିଯୋଗ କରିଥାନ୍ତା, ରାତିରେ ଶୋଇପାରି ନଥାନ୍ତା, ସେମିତି ହେଇପାରିଥାନ୍ତା। କିନ୍ତୁ ଆଶ୍ଚର୍ଯ୍ୟ ବିଷୟ କଣ, ଆଉ ଯୋଉ ଶୈତାନ ଆମମାନଙ୍କ ଠାରେ କାର୍ଯ୍ୟ କରୁଛି, କିନ୍ତୁ ସେ କ୍ଷୁଦ୍ର ବାଳିକାର ହୃଦୟରେ ଯୀଶୁ କାର୍ଯ୍ୟ କରୁଛନ୍ତି। ହଁ, ମୋର ମାଲିକ ନାମାନ କୁଷ୍ଠ ଅଛନ୍ତି। ସମରିୟାରେ ଥିବା ସେ ଭବିଷ୍ୟତ ବକ୍ତା ଇଲିଶାଙ୍କ ପାଖକୁ ଯଦି ଯିବେ, ତାହେଲେ ସେ ସୁସ୍ଥ ହେଇଯିବେ। ଆଉ ପରମେଶ୍ୱର ତାଙ୍କୁ ସେଇ ଚିନ୍ତା ଦେଲେ। ଆଉ ଗୋଟେ ଚିନ୍ତା ତାଙ୍କର ହୃଦୟକୁ ଆସିଲା, ମୁଁ ଏଇଠି ବନ୍ଦୀ ହେଇକି ଆସିବା ହଉଛି ପରମେଶ୍ୱରଙ୍କର ଇଚ୍ଛା। ହଁ, ପରମେଶ୍ୱର ମତେ ବଞ୍ଚେଇ ପାରିଥାନ୍ତେ ନ ବନ୍ଦୀ ହେବା ପାଇଁ। ମୁଁ ପରମେଶ୍ୱରଙ୍କର ସନ୍ତାନ, ତାହେଲେ ପରମେଶ୍ୱର ମତେ ବନ୍ଦୀ କରିଛନ୍ତି କାହିଁକି ନା ତାହା ହଉଛି ଈଶ୍ୱରଙ୍କର ଇଚ୍ଛା। ଆଉ ଯଦି ସମରିୟାକୁ ସେ ଯିବେ ଏବଂ ସୁସ୍ଥ ହେଇକି ଫେରି ଆସିବେ, ସେଟା କେତେ ଆଶ୍ଚର୍ଯ୍ୟ ବିଷୟ ହବନି? ସେ କେତେ ଧନ୍ୟବାଦୀ ହେବେନି? ଆଉ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ହୃଦୟର ଜଗତ ଥିଲା ସେଇ ବନ୍ଦୀ ବାଳିକାର ହୃଦୟରେ। ଆଉ ଯଦି ଏଇ ଘରେ ସେଇ ନାମାନ ଯଦି କୁଷ୍ଠ ରୋଗରୁ ସୁସ୍ଥ ହେବେ, ସେଠି କିଛି ଚିନ୍ତା ରହିବନି, ଆଉ ଏଇ ଘର ଆନନ୍ଦରେ ପରିପୂର୍ଣ୍ଣ ହବ। ଏଇ ଘରର ସମସ୍ତେ ଈଶ୍ୱରଙ୍କୁ ବିଶ୍ୱାସ କରିବେ। ଆଉ ଯଦି ନାମାନ ପରିତ୍ରାଣ ପାଉଛନ୍ତି, ତାଙ୍କର ଦାସ ମାନେ ମଧ୍ୟ ପରିତ୍ରାଣ ପାଇବେ। ଆଉ ଯୋଉମାନେ ପରିତ୍ରାଣ ପାଇଛନ୍ତି, ସେମାନଙ୍କୁ ଆମେ କେବଳ ଏଠି ଚାକିରି ଦେବା, ଏଇ ପ୍ରକାର ବିଷୟରେ ସେ ଚିନ୍ତା କରୁଛନ୍ତି। ଆଉ ଶୈତାନର ଯେଉଁ ଚିନ୍ତା ଅଛି, ସେଇ ଚିନ୍ତାରେ ହତାଶ, ନିରାଶ ଏବଂ ଦୟନୀୟତା ଖାଲି ଅଛି। କିନ୍ତୁ ପରମେଶ୍ୱରଙ୍କ ହୃଦୟ ଯେତେବେଳେ ସେ ଗ୍ରହଣ କରୁଛି, ସବୁ ପ୍ରକାର ଆଶା ସେ ପାଉଛି। ହଁ, ଏଇ ଘରେ ଶାନ୍ତି ହବ, ଏଇ ଘରେ ପ୍ରଶଂସା ଗୌରବର ଗାନ ଭର୍ତ୍ତି ହବ। ସେଇ ସମାନ ପରିସ୍ଥିତି ଆଉ ଶୈତାନ ଯୋଉ ଚିନ୍ତା ଦଉଛି ଏବଂ ପରମେଶ୍ୱରଙ୍କର ଯେଉଁ ବାକ୍ୟ ଅଛି, ଆଉ ଏଇ କ୍ଷୁଦ୍ର ବାଳିକା ସେ ମଣିଷ ଭାବରେ ସେ ଯଦି ଚିନ୍ତା କରିଥାନ୍ତା, ନାମାନ ଯିବେ ଆଉ କୁଷ୍ଠ ରୋଗରୁ ସୁସ୍ଥ ନ ହେଲେ କେମିତି ହବ, ମୁଁ ମରିଯିବି, ନା ସେମିତି କେବେ ହବନି। ପରମେଶ୍ୱର ମତେ ଏଇଠି କାହିଁକି ବନ୍ଦୀ କରିକି ଆଣିଛନ୍ତି? ପରମେଶ୍ୱର କାର୍ଯ୍ୟ କରିବା ପାଇଁ ଆଣିଛନ୍ତି। ଆଉ ସେ ଯଦି ତାଙ୍କର କୁଷ୍ଠ ରୋଗରୁ ସୁସ୍ଥ ହେଇକି ଆସିବେ, ତାହେଲେ କେତେ ଆନନ୍ଦିତ ହେବେନି? ଆଉ ସମସ୍ତଙ୍କ ହୃଦୟରେ ଦୁଇଟା ହୃଦୟ ଅଛି, କିନ୍ତୁ ପରମେଶ୍ୱର ସେଇ କ୍ଷୁଦ୍ର ବାଳିକାକୁ ଆଶୀର୍ବାଦ କରୁଛନ୍ତି। ସେ ଯେତେବେଳେ ବନ୍ଦୀ ହେଇଯାଉଛି, ପରମେଶ୍ୱର ତାକୁ ଆଶୀର୍ବାଦ କରୁଛନ୍ତି। ସେଥିପାଇଁ ତାକୁ ବନ୍ଦୀ କରିକି ଆଣୁଛନ୍ତି, ଆଉ ତା ଦ୍ୱାରା ସେ ସମସ୍ତ ମିଶ୍ରୀୟ ମାନଙ୍କୁ ଉଦ୍ଧାର କରୁଛନ୍ତି, ଆଉ ତାଙ୍କର ପରିବାରକୁ ଉଦ୍ଧାର କରିବା ପାଇଁ ସେ କାର୍ଯ୍ୟ କରୁଛନ୍ତି। ଆଉ ତାଙ୍କର ସବୁ ସ୍ତ୍ରୀ ମାନଙ୍କୁ ସେ ବନ୍ଦୀ କରିକି ନେଇ ଯାଉଛନ୍ତି, ଆଉ ଦାଉଦ ତାପରେ ରାଜା ହଉଛନ୍ତି। ଆଉ ସବୁ ଜାଗାରେ ଶୈତାନ ଆଉ ଈଶ୍ୱର ଏକାଠି କାର୍ଯ୍ୟ କରନ୍ତି। ଆଜି ସକାଳେ ପରମେଶ୍ୱରଙ୍କର ଆତ୍ମା ଇଚ୍ଛା କରୁଛନ୍ତି ଆପଣଙ୍କ ହୃଦୟରେ କାର୍ଯ୍ୟ କରିବାକୁ, କିନ୍ତୁ ଶୈତାନ ମଧ୍ୟ କାର୍ଯ୍ୟ କରିବାକୁ ଇଚ୍ଛା କରୁଛି। ଶୈତାନ କହିବାକୁ ଇଚ୍ଛା କରୁଛି, ତୁ ଯେମିତି ବଞ୍ଚୁଛୁ ଠିକ ଅଛି, ତୁ ଈଶ୍ୱରଙ୍କର ବାକ୍ୟ ବିଶ୍ୱାସ କରିବୁ, ଏଟା ଅସମ୍ଭବ। ଲାଜାର କେମିତି ବଞ୍ଚିବ? ସେଟା ଅସମ୍ଭବ, ସେ ଏତେ ଗନ୍ଧ ହେଇଗଲାଣି, ଏଟା ସତ। କିନ୍ତୁ ଯୀଶୁ ଯଦି କରୁଛନ୍ତି, ହେଇପାରିବ। ଆପଣ ତାହା ବିଶ୍ୱାସ କରନ୍ତୁ। ଆମେ ଯେଉଁ ଯୀଶୁକୁ ବିଶ୍ୱାସ କରୁଛୁ, ଆପଣଙ୍କ ସମସ୍ତଙ୍କୁ ବର୍ତ୍ତମାନ ଅପେକ୍ଷା 100 ଗୁଣ, 1000 ଗୁଣ, 10,000 ଗୁଣ ସେଇ ପ୍ରକାର କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛନ୍ତି ଆପଣଙ୍କ ଦ୍ୱାରା, ଆହୁରି ଶକ୍ତିଶାଳୀ ଭାବରେ। ଆପଣ ବିଶ୍ୱାସ କରୁଛନ୍ତି? ଏଟା ଯଦି ଅସମ୍ଭବ ଦେଖାଯାଉଛି, କିନ୍ତୁ 100 କୋଟି ଲୋକ ବାକ୍ୟ ଶୁଣିଲେ, ଲୋକମାନେ ମତେ ଭଣ୍ଡ ବୋଲି କହୁଛନ୍ତି, କିନ୍ତୁ ମୋର ବାକ୍ୟ ସ୍ପଷ୍ଟ ଭାବରେ ଶୁଣି ସାରିଲା ପରେ କେହି ମଧ୍ୟ ଭଣ୍ଡ କହିବା ଲୋକ ନାହାନ୍ତି। କୋରିଆନ ଲୋକମାନେ କିଛି ନ ଜାଣିକି ବି ବେଶୀ ବଡ ପାଟି କରି ସେମାନେ କହିପାରନ୍ତି। ମୁଁ ତାଙ୍କୁ କୁହେ, ପାଷ୍ଟର ମାନେ ଯୋଉମାନେ ବି କୋର୍ଟ କୁ ଯାଇକି କେସ୍ ହେଇଛି ତାଙ୍କ ନାଁରେ, ଆଉ ବିନା ଅପରାଧରେ ବାହାରି ଆସିଥିବା ପାଷ୍ଟର ମୋ ଛଡା କେହି ନାହିଁ। ଆଉ ଯେତେବେଳକୁ ମୋର କିଛି ଅପରାଧ ନାହିଁ ବୋଲି କହିକି ବିନା ଅପରାଧରେ ମୁଁ ମୁକ୍ତ ହେଲି, ସେମାନେ କହୁଛନ୍ତି ମୁଁ ଜଜ୍ କୁ ନେଇକି ଲାଞ୍ଚ ଦେଇଛି। ମୁଁ କହିଲି, କିଏ? ମୁଁ ଲାଞ୍ଚ ଦେଲା ବେଳେ କିଏ ଦେଖିଲା? ଏଟା କିଛି ତାର ଅର୍ଥ ଅଛି?
किए देखिछि लांच देला बेले आ मु जदी तांको लांच दउछि लोकंको देखै कि मु देबी कि केमती जानिलो तमे एटा असंभव एटार कथार किछि अर्थ नाही किंतु से माने से चिंता विश्वास करूछंती सेति पई से माने परमेश्वरंकटु भिन्न जीवन बंचुछंती वर्तमान लाजार मरि जाईछि आ मरियम आ मार्था जेतेबेले देखुछंती से केबे मध्ये बंची पारिबनी यीशुंको बिना जदी चिंता करिवे ताहा असंभव जदी यीशु अछंती ताहाले समस्त विषय संभव मोर प्रेममय बंधुगण आज सकाळे आपण निजर चिंता समस्त को परित्याग करंतु केवल ईश्वरक वाक्य विश्वास करंतु तेबे से वाक्य आपणकर जीवन कार्य करिवो एवं यीशुंक परि से समान कार्य आपण करि परिबे एवं आशीर्वाद प्राप्त हेबे आ एई प्रकार अनुग्रह आशीर्वाद मु अनेक थर अनुभव करिछि 1999 मसीहारे मोर हृदयर समस्या थिला मु मरि जिबा अवस्था रे थिली आ जने बहुत सुप्रसिद्ध हार्ट स्पेशलिस्ट मते कहिले मु बेसी दिन बंची परिबिनी आ जेतेबेले देजन रे बिल्डिंग हमर चर्च बिल्डिंग तयारी होउथिला मु 7 महला को चढ़ी के गला बेले मते लागे जेमति कि मोर हार्ट बीट अटकी जिबा मु मरि जिबी मु खाली गोटे मास के टू टिके अधिक बंचीबी बोली मु भाबुथिली आ किंतु सेई दिनठू मु जो दिन वाक्य विश्वास कली मोर हृदय बहुत भलो हे गला 1987 मसीहारे मोर पेटरे बहुत समस्या थिला मु मरि जिबी बोली भाबुथिली किंतु जेबे ईश्वरक ठारे मोर विश्वास मु कली मु बहुत स्पष्ट भाबरे 24 घंटा भितरे सुस्थता पाइली मु काम सारी कि जेतेले मु घर को गली आ मते सब प्रकार खाद्य बेसी पसंद लागे आ मु सेठी जाय कि परसिमन खाइली आ किंतु मु किछि विषय हजम करि पारिलिनी किंतु मु सोई पडिला परे सकाळ उठिले मु पुणी नॉर्मल हे जाउची आ 1987 परठू मु आहुरी स्वास्थ्यवान हे जाईची मोर जहा भी समस्या अछि समस्त समस्या यीशु समाधान करूछंती मोर प्रेममय भाई और भौणी माने आपण जेउ भी परिस्थिति रे थांतु ना काहे कि जदी आपण निजर आखि बंद करूछंती एवं जदी यीशुंकर चक्षु द्वारा ए जगत को देखिबे आपणक चिंता परित्याग करिकि जदी यीशुंकर चिंता ग्रहण करिबे एवं यीशुंकर हृदय सहित आपणक हृदय एक हे जिवो आ से यीशुंकर हृदय जदी आपणक हृदय रे प्रवेश करिवो आ यीशुंकर शांति आपण निजे अनुभव करिवे आ से समस्या को समाधान करिवार ज्ञान पाइबे आपणकर जेते कदर्य पाप थाउ ना काहे कि से पाप क्षमा होई अछि बोली कहि कि आपण से विश्वास पाई परिबे किंतु शैतान सब बेले मिथ्या विषय को देई कि आपण मानकु ठकी थाए आ से कहि थाए जे तुमे परमेश्वरकर वाक्य होछि मिछ मु परमेश्वरक दास मु ईश्वर को विश्वास करूछि मु कोन पाई कि एई प्रकार जीवन बंचीबी किंतु से तांकर से चिंता को परित्याग करिकि से क्षुद्र बालिका भाबुछंती परमेश्वर एठु को मते पठेइछंती नामान को सुस्थ करिबा पई आ ना से क्षुद्र बालिकार हृदय रे एई प्रकार विश्वास थिला आ जदी से सुस्थ हेबेनी आ जदी फेरी आसीबे ताहले कोन हबो हां सेमिति भी हेई पारे आ जदी सेमिति हेई थांता ताहले परमेश्वर मते एठु को पठेइ नथांते से निश्चित सुस्थ हेबे आ सेति पई से क्षुद्र बंदी बालिका जाई कि नामान को स्त्री को कहूची आ जदी तुमे हमर कर्ता को समरिया रे थिबा भविष्यत वक्तांक पाखो पठेइबो ताहले बहुत भलो हबो से तांको तांकर रोग रो सुस्थ करिवे आ तमे केमिति एंती कहि पारुछ आ केबे कोन इलिसा से कुष्ठ रोगी को सुस्थ करिसंती ना से करि नाहंती किंतु केमिति से सुस्थ करि परिबे आ मु जानि जे से इलिसा मृत लोक को जीवित करिसंती से कुष्ठ रोग तांकर शक्ति सम्मुख रे किछि नुहे जदी मु ताहा विश्वास करू न थांती ताहले मु केबे मध्य नामान को से हमर कर्ता को सेठु को पठेइ न थांती निश्चित भाबरे परमेश्वर तांको सुस्थ करिवे एहा होछि ईश्वरकर योजना आपणकर हृदय रे शैतान सब बेले कार्य करि थाए आ परमेश्वरकर वाक्य मध्य कार्य करंती आ अधिकांश लोक माने जन परमेश्वरकर वाक्य अनुसरण करिबा पई बोझग्रस्त हुअंती आ सेति पई कि परमेश्वरकर वाक्य निजर चिंता मझिरे से माने चालंती आ जेमति कि ईश्वर कार्य करि परिबेनी सेही प्रकार शांतिदायक जीवन से माने बंचिबा को इच्छा करंती आ एई विषय को परमेश्वर देखि कि दुखित हुअंती आपण परमेश्वर को विश्वास करंतु जेतेबेले आपण को किछि रोग होउची जेतेबेले आपण कष्टर सम्मुखीन होउछंती हां सेठी अनेक गुडी मेथड अछि किंतु परमेश्वरंकर चक्षुरे देखंतु निश्चित भाबरे ईश्वर कार्य करिवे ना एमिति जदी हेई परिबनी तू जदी मरि जीवो शैतान एमिति चिंता देई थाए आपण जदी ईश्वर को विश्वास करूछंती ताले केही मध्य नाहंती जहांक ठारे ईश्वर कार्य करंतीनी आपण जेउ भी परिस्थिति रे थांतु ना काहे कि आपण जदी ईश्वर को विश्वास करूछंती तेबे ईश्वर आपणक ठारे जीवित होई कि कार्य करिवे एटा केते आश्चर्यमय एवं सुंदर विषय नुहे सेथि पई जो क्षुद्र बंदी बालिका अछि से विश्वास करूची आ से नामान को कहूची आ तांकर घर परिवर्तित होउची तांकर देश परिवर्तित होउची तांकर आर्मी बेस चेंज हे जाउची मु तळे विषय चिंता करूची सेटा बहुत आश्चर्यमय आ से आकाश मंडलर कर्ता जे कि शैतान अछि से वर्तमान आमानक ठारे कार्य करबा को इच्छा करूची किंतु परमेश्वर आमानक द्वारा कार्य करंती जदी
ଆପଣ କିଛି କରିବା ଆବଶ୍ୟକ ନାହିଁ, କେବଳ ବିଶ୍ୱାସ କରନ୍ତୁ ଈଶ୍ୱର କାର୍ଯ୍ୟ କରିବେ। କେବଳ ବାକ୍ୟକୁ ବିଶ୍ୱାସ କରନ୍ତୁ। ଆମମାନଙ୍କ ଚକ୍ଷୁରେ ତାହା ଅସମ୍ଭବ ଦେଖାଯାଇପାରେ। ଲାଜାର ଗନ୍ଧଉଥିଲେ, ସେ ମରି ଯାଇଥିଲେ, କିନ୍ତୁ ଯୀଶୁ ଆହୁରି ମହାନ କାର୍ଯ୍ୟ ଆମମାନଙ୍କ ଦ୍ୱାରା କରିବାକୁ ଇଚ୍ଛା କରୁଛନ୍ତି। ଆଜି ସକାଳେ ପରମେଶ୍ୱର ଆପଣଙ୍କ ଜୀବନରେ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି। ଯୀଶୁ ହଉଛନ୍ତି ସର୍ବଶକ୍ତିମାନ ଈଶ୍ୱର। ଆପଣଙ୍କ ଜୀବନରେ ଯାହା ବି କାର୍ଯ୍ୟ ସେ କରିପାରିବେ, ଆମେମାନେ ସେଟା ଅନୁଭବ କରୁଥିବାରୁ ବିଶ୍ୱାସ କରୁନୁ। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ ହଉଛି ବାକ୍ୟକୁ ବିଶ୍ୱାସ କରିବା। ଯେତେବେଳେ ଆପଣ ବାକ୍ୟ ବିଶ୍ୱାସ କରିବେ, ଆପଣ ଈଶ୍ୱରଙ୍କର କାର୍ଯ୍ୟ ନିଜ ଜୀବନରେ ଅନୁଭବ କରିବେ। ମୁଁ ଯେତେବେଳେ କିମଛନକୁ ଯାଇଥିଲି, ମୋ ପାଖରେ କିଛି ଟଙ୍କା ନଥିଲା। ଆଉ ସେତେବେଳେ 3500 ୱନ୍ ମୋ ପାଖରେ ଥିଲା। ଆଉ ସେତେବେଳେ ସେ ଘର ଭଡା 7000 ୱନ୍ ଥିଲା। ଆଉ ମୁଁ ଯେତେବେଳକୁ ଆର୍ମିରୁ ବାହାରିକି ଆସିଥିଲି, ଆଉ ମୁଁ କିଛି ଜାଣିନଥିଲି କଣ ଦାମ କାହାର ଅଛି, କିନ୍ତୁ ମୁଁ ବିଶ୍ୱାସ କରୁଥିଲି ପରମେଶ୍ୱର ମତେ ଘର ଦେବେ। ଆଉ ମୁଁ ସେଇଦିନ ବସରେ ଜଣେ ଫରେନ୍ ମିଶନାରୀକୁ ଭେଟୁଛି। କୋଉଠୁ ଆସିଛନ୍ତି? ସେ କହିଲେ ମୁଁ ଇଂଲଣ୍ଡରୁ ଆସିଛି। କୁଆଡେ ଯାଉଛ? ସେ କହିଲେ ମୁଁ ବୁଲିବା ପାଇଁ ଆସିଛି। ମୁଁ କହିଲି ଆପଣ କଣ ମିଶନ ଟ୍ରିପରେ ଆସିଛନ୍ତି କି? ସେ କହିଲେ ନାଇଁ, ମୁଁ ଖାଲି ବୁଲିବାକୁ ଆସିଛି। ଆଉ କେମିତି ଜଣେ ମିଶନାରୀ ହେଇକି ଆପଣ ପ୍ରଚାର ନ କରିକି ବୁଲିବାକୁ ଆସିଛନ୍ତି? ମୁଁ ସେଇଦିନ ତାଙ୍କୁ ବହୁତ ଗାଳି ଦେଇଥିଲି। ଆଉ ତମେ ବହୁତ ଭ୍ରଷ୍ଟ ମିଶନାରୀ, ତମ ଦେଶକୁ ତମେ ଫେରି ଯାଅ। ଆଉ ମୁଁ ଯେତେବେଳକୁ ବସରୁ ଓହ୍ଲେଇକି ବସ୍ ଟିକେଟ କିଣିବା ପାଇଁ ଯାଉଥିଲି, ସେ ମୋ ପାଖକୁ ଆସିଲେ, ମୁଁ ଆଜି ଗୋଟେ ଦିନ ତମ ଘରେ ଶୋଇପାରିବି କି? ଆଉ ସେଥିପାଇଁ କି ମୋ ଘର ଥିଲା ଆପୋକ୍ତଙ୍ଗରେ, ଆଉ ସେ ଆପୋକ୍ତଙ୍ଗରେ ଯାଇକି ମୋ ସହିତ ଶୋଇଲି। ଆଉ ସେତେବେଳେ ବହୁତ ଭୁଲ ଗୋଟେ କାମ ମୁଁ କରିଥିଲି। ଆଉ ସେତେବେଳେ ଆମର PhD ପାଣି ନଥିଲା, କିମ୍ବା ସେଠି କୂଅ ମଧ୍ୟ ନଥିଲା। ଆଉ ଆମେ ସେଇ ଝରଣାର ପାଣି ପିଇଲୁ। ଆଉ ମୁଁ ଯେତେବେଳେ ସେ ପାଣି ପିଉଥିଲି, ମତେ କିଛି ହଉନଥିଲା। ଆଉ ମୁଁ ଯେତେବେଳେ ତାଙ୍କୁ ସେ ପାଣି ଦେଲି ପିଇବା ପାଇଁ କି, ତାଙ୍କୁ ବହୁତ ଝାଡା ହେଲା 4 ଦିନ ପାଇଁ। ମତେ ବହୁତ ଦୁଃଖ ଲାଗିଲା ତାଙ୍କ ପାଇଁ। 4 ଦିନ ପରେ ତାଙ୍କର ଭଲ ହେଇଗଲା। ତାଙ୍କୁ ମୁଁ କହିଲି ମତେ କ୍ଷମା କରିଦିଅ। ସେ ମତେ କହିଲେ ପାଷ୍ଟର ପାର୍ଟ, ମୁଁ ତୁମ ସହିତ ଗୋଟେ ବର୍ଷ ରହିବାକୁ ଇଚ୍ଛା କରୁଛି। ତମ ଭଳିଆ କାହାକୁ ମଧ୍ୟ ଦେଖିନି। ମୁଁ ତୁମର ଜୀବନ ଶିଖିବା ପାଇଁ ଇଚ୍ଛା କରୁଛି। ମୁଁ ହସିଲି। ଆଉ ମୋଠୁ କଣ ଆପଣ ଶିଖିବେ? ନାଇଁ, ତୁମ ଜୀବନରେ ଅନେକ ମିଶନାରୀ, ଅନେକ ପାଷ୍ଟର ମାନଙ୍କୁ ମୁଁ ଭେଟିଛି, କିନ୍ତୁ ତମ ଭଳିଆ ସେମାନେ ବଞ୍ଚନ୍ତିନି। ଆଉ ସେ ମତେ ବହୁତ ନିବେଦନ କଲେ ଆଉ ଗୋଟେ ବର୍ଷ ମୋ ସହିତ ରହିବା ପାଇଁ। ମୁଁ ନାଇଁ କହିଲି। ତମେ କଣ ମିଶନ ଫିସ୍ ପାଉଛ କି? ସେ କହିଲେ ହଁ। ମୁଁ କହିଲି କେହି ମଧ୍ୟ ମତେ ସାହାଯ୍ୟ କରୁନାହାନ୍ତି। ମୁଁ କେବଳ ପରମେଶ୍ୱରଙ୍କ ଉପରେ ନିର୍ଭର କରିକି ବଞ୍ଚୁଛି। ଆଉ ମୁଁ ସେଥିପାଇଁ କି ବେଳେ ବେଳେ ଭୋକରେ ରହିଥାଏ। ମୁଁ ଯେତେବେଳେ ଭୋକରେ ରହୁଛି, ଆଉ ତମ ପାଖରେ ଯଦି ବେଶୀ ରୋଟି ଥିବ, ଆଉ ତାହେଲେ ତମେ ମତେ ଯଦି ସେ ରୋଟି ଦେବ, ଆଉ ମୁଁ ସେ ବ୍ରେଡ କୁ ଦେଖିବି, ଆଉ ମତେ ସେଟା ଇଚ୍ଛା ନାହିଁ, ତାହେଲେ କଣ କଲେ ହବ? ତମେ ତମର ଟଙ୍କା ମତେ ଦେବନି, କି ତମର ଖାଦ୍ୟ ମତେ ଦେବନି, ମୁଁ ମଧ୍ୟ ତମକୁ ସାହାଯ୍ୟ କରିବିନି। ତାଙ୍କୁ ମୁଁ ଏମିତି କହିଲି। ଆଉ ସେ ସେତେବେଳେ, ଆଉ ତାପରେ କିଛି ଦିନ ପରେ ସେ ମୋ ପାଖକୁ ଆସିଲେ $5,000 ନେଇକି, ୱନ୍ ନେଇକି। ଆଉ ସେ ମତେ କହିଲେ ଏଇଟା ପରମେଶ୍ୱର ମୋ ପାଇଁ କି ପ୍ରସ୍ତୁତ କରିଛନ୍ତି। ଆଉ ଏଇ ପର୍ଯ୍ୟନ୍ତ ପରମେଶ୍ୱର ଏମିତି ଦ୍ଵାରା ମତେ ଚଳେଇ ଆଣିଛନ୍ତି। ଏଇଟା ବହୁତ ଆଶ୍ଚର୍ଯ୍ୟ ବିଷୟ। ମୁଁ ଯେମିତି କି ଈଶ୍ୱରଙ୍କ କାର୍ଯ୍ୟ କରିପାରିବି, ସେମିତି ପରମେଶ୍ୱର ସେ ପରିସରକୁ ବଢେଇ ଦେଲେ। ଆଉ ବର୍ତ୍ତମାନ ଆମେ ଆମେରିକାରେ ଥିଓଲୋଜି ସ୍କୁଲ ଆରମ୍ଭ କରିଛୁ। ମୁଁ ଆଶା କରୁଛି କମ ସେ କମ 10,000 ଷ୍ଟୁଡେଣ୍ଟ ସେଠି ଯୋଗ ଦେବେ। ଆଉ ବର୍ତ୍ତମାନ 1300 ଜଣ ସେମାନେ ସେଠି ଜଏନ କଲେଣି। ସେଠି ବହୁତ ଦେଶର ପାଷ୍ଟର ମାନେ ସେମାନେ ଇଚ୍ଛା କରୁଛନ୍ତି ଆମମାନଙ୍କର ମିଶନ ସ୍କୁଲରେ ପଢିବା ପାଇଁ। ଏଇଟା ଅସମ୍ଭବ ବିଷୟ, ମୁଁ ଚିନ୍ତା ବି ମଧ୍ୟ କରିପାରୁନଥିଲି। ଏବଂ ଗୋଟେ ବର୍ଷରେ ଆମେ ମାନେ 10,000 ମିଶନ ଷ୍ଟୁଡେଣ୍ଟ ମାନଙ୍କୁ ବାହାର କରିବୁ। ଆଉ ସାରା ବିଶ୍ୱର ପାଷ୍ଟର ମାନେ ସେମାନେ ଏଇ ବାକ୍ୟ ଶୁଣିବେ, ଆଉ ବାକ୍ୟ ଯେତେବେଳେ ପ୍ରଚାର କରିବେ। ଏଇ ପ୍ରକାର ସେଠି ଘଟଣା ଘଟୁଛି। ମୁଁ ତ ଫାଦଙ୍ଗରେ ଥିଲି। ମୁଁ ଗୋଟେ ଛୋଟିଆ ଘରେ 2nd ଫ୍ଲୋରରେ ରହୁଥିଲି। ଆଉ ବହୁତ ଜଣ ପାଷ୍ଟର ମାନେ ବଡ ବଡ ଘରକୁ ଯାଉଥିଲେ, ଆଉ ସେଇଠି ତାଙ୍କର ଚର୍ଚ୍ଚ ଆରମ୍ଭ କରୁଥିଲେ। ମୁଁ ଭାବୁଥିଲି ମୋର ଜୀବନ ସାରା ମୁଁ ଗୋଟେ ଛୋଟ ଘରେ ରହିବି, କେବଳ କେତେ ଜଣ ଲୋକଙ୍କୁ ପ୍ରଚାର କରିବି। କିନ୍ତୁ ପରମେଶ୍ୱର ଏମିତି ଆଶ୍ଚର୍ଯ୍ୟମୟ ରାସ୍ତା ମୋ ପାଇଁ ଖୋଲିଦେଲେ। ଏଠି ମଣିଷର କିଛି ପ୍ରଣାଳୀ ମୁଁ ବ୍ୟବହାର କରିନି, କିନ୍ତୁ ପରମେଶ୍ୱର ସେଠାରେ କାର୍ଯ୍ୟ କରୁଛନ୍ତି। ଆଉ ମୁଁ ମଧ୍ୟ ଇଚ୍ଛା କରୁଛି ଈଶ୍ୱର ଆପଣଙ୍କ ଜୀବନରେ କାର୍ଯ୍ୟ କରନ୍ତୁ। ଆପଣ ଯଦି ଗରିବ ଅଛନ୍ତି, ପରମେଶ୍ୱର ଆପଣଙ୍କ ଜୀବନରେ କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛନ୍ତି। ଆପଣଙ୍କର ଯଦି ଶକ୍ତି ନାହିଁ, ଆପଣ ଯଦି ଶାରୀରିକ ଅଛନ୍ତି, ଈଶ୍ୱର ଇଚ୍ଛା କରୁଛନ୍ତି ଆପଣଙ୍କ ଜୀବନରେ କାର୍ଯ୍ୟ କରିବା ପାଇଁ। ଆଜିଠାରୁ ନିଜର ଚିନ୍ତା ପରିତ୍ୟାଗ କରନ୍ତୁ। ଆପଣ କିଛି ବୁଝିପାରୁଛନ୍ତି, ସେଥିପାଇଁ କି ଆପଣ ବିଶ୍ୱାସ କରନ୍ତୁନି। ଆପଣ ବିଶ୍ୱାସ କରନ୍ତୁ, କାହିଁକି ନା ତାହା ଈଶ୍ୱର କହୁଛନ୍ତି। ଆଉ ଈଶ୍ୱର ନିଜେ ତାହା ସଫଳ କରିବେ ଆପଣଙ୍କ ଦ୍ଵାରା। ଈଶ୍ୱରଙ୍କର କାର୍ଯ୍ୟ ସେ କରିବେ। ମୁଁ ଆଜି ବିଶ୍ୱସ୍ତ ଭାବରେ କଣ ଇଚ୍ଛା କରୁଛି ଆପଣଙ୍କୁ କହିବା ପାଇଁ, ନିଜର ସମସ୍ତ ଚିନ୍ତା ପରିତ୍ୟାଗ କରନ୍ତୁ ଏବଂ ଆପଣଙ୍କର ବାକି ଜୀବନ ଆପଣ ଯୀଶୁଙ୍କ ହସ୍ତରେ ସମର୍ପଣ କରନ୍ତୁ। ଏବଂ ଯଦି ଯୀଶୁ ଆପଣଙ୍କୁ ଯେମିତି କଢେଇ ନଉଛନ୍ତି, ସେ ଅନୁସାରେ ଯଦି ଆପଣ ପରିଚାଳିତ ହେବେ, ପରମେଶ୍ୱର ଆପଣଙ୍କୁ ସୁରକ୍ଷିତ ରଖିବେ।
ଯେମିତି କି ଲାଜାର ଉଠି ଆସିଲେ ଜୀବିତ ହେଇକି ଆଉ ସେ ପଥର ହଟେଇ ଦିଅ ଆଉ ସେ ମରିକି ଗନ୍ଧ ହେଇଗଲାଣି। ଯୀଶୁ ସେତେବେଳେ କହୁଛନ୍ତି ଆଉ ମୁଁ କଣ କହିଛି ତୁମେ ଯଦି ବିଶ୍ୱାସ କରିବ ତେବେ ତୁମେ ଈଶ୍ୱରଙ୍କ ଗୌରବ ଦେଖିବ ବୋଲି। ଆଉ ସେତେବେଳେ ପ୍ରଥମ ଥର ପାଇଁ କି ମରିୟମ ବିଶ୍ୱାସ କରୁଛନ୍ତି ଆଉ ସେତେବେଳେ ମରିୟମଙ୍କର ହୃଦୟ ଯୀଶୁଙ୍କ ହୃଦୟ ସହିତ ଏକ ହେଇଯାଉଛି ଆଉ ସେତେବେଳେ ସେମାନେ ସେ ପଥର ଘୁଞ୍ଚେଇ ଦଉଛନ୍ତି ଆଉ ଲାଜାର ବାହାରି ଆସୁଛନ୍ତି। ମରିୟମ ମଧ୍ୟ ମାର୍ଥା ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ। ତାଙ୍କର ଭାଇ ଯେ ମରି ଯାଇଥିଲା ସେ ଚାଲିକି ସମାଧି ଭିତରୁ ବାହାରୁଛି, ସେ ବାହାରିକି ଚାଲୁଛି। ଆପଣଙ୍କ ଜୀବନରେ ମଧ୍ୟ ପରମେଶ୍ୱର ଯେମିତି ମାର୍ଥା ଓ ମରିୟମ ଠାରେ କଲେ ଆପଣଙ୍କ ଜୀବନରେ ସେ ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ଈଶ୍ୱର ଇଚ୍ଛା କରୁଛନ୍ତି। ଆସନ୍ତୁ ସେହି ଯୀଶୁଙ୍କୁ ଆମେ ବିଶ୍ୱାସ କରିବା। ଆମେନ୍। ଆମେ ସେହି ଯୀଶୁଙ୍କୁ ବିଶ୍ୱାସ କରିବା। ଆମେନ୍। ଆମେ ଯୀଶୁଙ୍କର ମନୁଷ୍ୟ ହେବା।